କୁହାଗଲା ନା ତୁଲ୍ୟାମ ଲବେ ନା ପିନା ସୁଗଂ ନା ପୁନର୍ଭବ ସ୍ୱର୍ଗ ସୁଖ ବା ପୁନର୍ଭବ ମୁକ୍ତି ସୁଖ ମଧ୍ୟ ତୁଚ୍ଛ କୁହାଗଲା। ଭଗବତ ଭକ୍ତି ସଂଗସ୍ୟ କୁହାଯାଇଛି। ଆଉ ମର୍ତ୍ତ୍ୟାନ କିମୁତାଶିଷ ଭଗବାନଙ୍କର ଭକ୍ତ ମାନଙ୍କର ସଙ୍ଗରେ ଯଦି ଟିକିଏ ଗୋଟେ ମୁହୂର୍ତ୍ତ ବି ରହିଥିବା ହରିକଥା ଶ୍ରବଣ କରିଥିବା ତାହେଲେ ସେଇ ଗୋଟେ ଟିକିଏ ସମୟ ସତ୍ସଙ୍ଗର ଫଳ ତୁଳନାରେ ସ୍ୱର୍ଗର ଫଳ ବି ତୁଚ୍ଛ କୁହାଯାଇଛି ଆଉ ମୁକ୍ତିର ଫଳ ତୁଚ୍ଛ କୁହାଯାଇଛି। ଆଉ ସଂସାରର ସୁଖର କଥା କଣ କହିବା କିମୁତାଙ୍ଗ ମର୍ତ୍ତ୍ୟାନାଶିଷ। କାହିଁକିନା ସତ୍ସଙ୍ଗରେ କଣ ମିଳିବ ଆମର ବିବେକ ଉଦ୍ରେକ ହବ। କଣ ଆମ କଣ ବିବେକ ନାହିଁ ନା? ଲୋକ କହିବେ ଆମ କଣ ବିବେକ ନାହିଁ? ବିବେକ ଅଛି, ମନା ନାହିଁ। ମନ ବୁଦ୍ଧି ବିବେକ ଭିତରେ ଏଇଟା ହିଁ ତଫାତ୍। ବିବେକ ଜର୍ଜ କୁହାଗଲା, ବୁଦ୍ଧି ହେଲା ଓକିଲ, ମନ ହେଲା କ୍ଲାଏଣ୍ଟ। ବୁଝିଲେ? ଏ ପ୍ରକାର ଜର୍ଜ ନିଷ୍ପତ୍ତି ନେବ, ବିବେକ ସବୁବେଳେ ରାୟ ଦେବ। ସେ ଆମ ଜୀବନରେ ବହୁତ ସମସ୍ୟା ଆସୁଛି ଯୋଉଠି ଆମେ ନିର୍ଣ୍ଣୟାତ୍ମକ ଭୂମିକାରେ ପହଞ୍ଚି ପାରୁନି। ସବୁବେଳେ ଜଙ୍କସନ ଆସୁଛି, ଛକ ଆସୁଛି, କଣ କରିବା କଣ ନ କରିବା ବିଭିନ୍ନ ପ୍ରକାର। ସେଇଠି ବିବେକ ଦ୍ଵାରା ତାକୁ ସମାଧାନ କରାଯାଏ। ସେ ବିବେକ ଆସ୍ୟ ଭଗବାନଙ୍କର ଯଦି ଭକ୍ତମାନଙ୍କର ସଙ୍ଗରେ ଯଦି ହରିକଥା ଶୁଣିବା। ମହାଭାରତରେ ବର୍ଣ୍ଣନା କରାଯାଇଛି ଦୁର୍ଯ୍ୟୋଧନଙ୍କର ଜୀବନରେ ଦେଖାଗଲା। ଦୁର୍ଯ୍ୟୋଧନ କହିଲେ ମୁଁ ସବୁ ଜାଣିଛି କିନ୍ତୁ କିଛି କରିପାରୁନି। ପିତାମହ ଭୀଷ୍ମ ତାଙ୍କୁ ଥରେ କହିଲେ ଯୁଦ୍ଧ ପୁରା ପ୍ରସ୍ତୁତ ହେଇଗଲାଣି ଯୁଦ୍ଧ ହେବା ପାଇଁ। କୌରବ ପାଣ୍ଡବ ପୁରା ନିର୍ଣ୍ଣୟାତ୍ମକ ସ୍ଥିତି ଆସିଲାନି, ଯୁଦ୍ଧ ଅବଶ୍ୟମ୍ଭାବୀ। କୃଷ୍ଣ ବି ଯାଇଥିଲେ ଦୂତ ହେଇକି କିନ୍ତୁ ସେ ଶୁଣି ନଥିଲେ କେହି। ପିତାମହ ଭୀଷ୍ମ କହୁଛନ୍ତି ଦୁର୍ଯ୍ୟୋଧନକୁ ତାର ଟିକେ ବି କମନ ସେନ୍ସ ନାହିଁ, ଟିକେ ବି ସାଧାରଣ ଜ୍ଞାନ ନାହିଁ। ସାଧାରଣ ଜ୍ଞାନ ବି ଗୋଟେ ଧର୍ମର ପଦବାଚ୍ୟ। ବଡମାନଙ୍କୁ କେମିତି ସମ୍ମାନ ଦେବା କଥା, କାହା ସହିତ କେମିତି ବ୍ୟବହାର କରିବା କଥା, ଲୋକମାନଙ୍କ ସହିତ କି ପ୍ରକାର ଗୋଟେ ତମ ଭାବର ଆଦାନ ପ୍ରଦାନ କରିବା କଥା, ଏଇ ଟିକେ ସାଧାରଣ ଜ୍ଞାନ ବି ତୋ ପାଖରେ ନାହିଁ। ତେଣୁ ତାର ପରିଣାମ ଏଇଆ, ଯାହାକୁ କୁହାଗଲା କମନ ସେନ୍ସ। ସେ ଗୋଟେ ଧର୍ମର କହିଲେ ପିତାମହ ଭୀଷ୍ମ କହିଲେ ଇଏ ବି ଗୋଟେ ସବୁଠୁ ସାଧାରଣ ଧର୍ମ, ଏତେ ବ୍ୟବହାର ଜ୍ଞାନ ବି ତମର ନାହିଁ। ପିତାମହ ଭୀଷ୍ମ କହିଲେ ମୁଁ କରିବି ଦୁର୍ଯ୍ୟୋଧନ କହୁଛନ୍ତି ମୁଁ କରିବି କଣ? ମୁଁ ଜାଣିଛି ସବୁ କିଛି କିନ୍ତୁ ମୁଁ କରିପାରିବିନି, କାହିଁକିନା ମୋ ମନ ଯାହା କହେ ମୁଁ ତାହା କରିବି। ଏ କଣ କହିଲେ? ମୋର ମନ ଯାହା କହେ ମୁଁ ତାହା କରିବି। ମୁଁ ଜାଣିଛି ସବୁ, ମୁଁ ଜାଣିଲେ ବି କଣ କରିବି? ମୁଁ ବିବଶ, ମନ ଯାହା କହିଲେ ତାହା କରୁଛି। ଭୀଷ୍ମ କିଛି କହିଲେନି। ଦ୍ୱିତୀୟରେ ଦ୍ରୋଣାଚାର୍ଯ୍ୟ ବି କହିଥିଲେ ତାର ଭଗବାନ କୃଷ୍ଣ ବି ଦୁର୍ଯ୍ୟୋଧନ କହିଥିଲା ତମେ ଗୋଟେ ଭଲ ଲୋକକୁ ଖୋଜିକି ନେଇ ଆସ, ଯାଅ ସାରା ହସ୍ତିନାପୁର ଗୋଟେ ଭଲ ଲୋକ ନେଇ ଆସ। ଏ ଦିନ ସାରା ଖୋଜିଲେ ସନ୍ଧ୍ୟାରେ ଆସି କହିଲେ କେହି ଗୋଟେ ଭଲ ଲୋକ ନାହାନ୍ତି, କେହି ଗୋଟେ ବି ଭଲ ଲୋକ ନାହାନ୍ତି। ଗୁରୁଦେବ ଚୁପ ହେଇଗଲେ, କହିଲେ ଆର ଦୃଷ୍ଟିକୋଣ ହିଁ ସେଇଆ ଖରାପ। ଯାର ଦୃଷ୍ଟିକୋଣଟା ଦୃଷ୍ଟିଭଙ୍ଗୀଟା ଖରାପ ସେ ସମସ୍ତ ସଂସାରକୁ ସେଇଆ ହିଁ ଦେଖିବ। ସେ ତେଣୁ ଆକୁ ପରିବର୍ତ୍ତନ କରିବା ବଡ କଷ୍ଟ। ପ୍ରଥମ କଥା ହେଲା ମନ ସଂଯମତା ନାହିଁ, ମନ ଅନୁସାରେ ଯିଏ ମନର ଗୋଲାମ ଯିଏ ହେଇଯାଏ ତାର ପରିବର୍ତ୍ତନ କଷ୍ଟ। ଦ୍ୱିତୀୟ କଥା ଯାର ଦୃଷ୍ଟିଭଙ୍ଗୀ ଖରାପ ସେ ପରିବର୍ତ୍ତନ ହବନି। ତୃତୀୟରେ ପୁରା ମରିଗଲେନି ପ୍ରାୟ କୌରବ ବଂଶର ଗାନ୍ଧାରୀ ଯିଏକି ସତୀ ଥିଲେ, ସେ ଦୁର୍ଯ୍ୟୋଧନ କହିଲେ ସେ ଦୁର୍ଯ୍ୟୋଧନ ତ ବଡ ପୁଅ ନା, ଗୋଟେ କାମ କରେ ତୁ ଯା ନଦୀରେ ସ୍ନାନ କରି ଉଲଗ୍ନ ହେଇକି ଆସିବୁ। ଯେତେବେଳେ ମୋ ଚକ୍ଷୁର ପଟ ଖୋଲିବି, ମୁଁ ଚାହିଁବି ଶକ୍ତି ସଞ୍ଚାର କରିବି, ତ ଶରୀରଟା ବଜ୍ର ହେଇଯିବ, ତୁ ମରିବୁ ନା। ଏ ଗଲେ ସ୍ନାନ କଲେ, ମଧ୍ୟରାତ୍ରିରେ ପୁରା ଉଲଗ୍ନ ହେଇକି ଆସୁଛନ୍ତି। ଛେଲିଆ ଯିଏ ଆମ ଠାକୁରଜୀ ସବୁ କିଛି କରନ୍ତି, ଇଏ ମହାତ୍ମା ଜୁଟି ଗଲେ, ଆଉ ପାଠ ପଢେଇଦେଲେ। ପୂର୍ଣ୍ଣ ବୟସ୍କ ଛୋଟ ଛୁଆ ହେଇଛୁ ନା କଣ, ଲଜ୍ଜା ଟିକେ ଲାଗୁନି? ଆରେ ବୟସ ଗୋଟେ କେତେ ହେଲା, ମାଙ୍କ ନଙ୍ଗଳା ହେଇକି ଯିବ, ଏତିକି ତୋର ଜ୍ଞାନ ନାହିଁ ନା? ତାକୁ ଏମିତି ପାଠ ପଢେଇଲେ, ସେ ତ ସବୁ କିଛି କରନ୍ତି ନା, ସମସ୍ତେ ଡ୍ରାଇଭ କରୁଛନ୍ତି। ଇଏ କଣ କଲେ, ଗୋଟେ କଦଳୀ ପତ୍ରରେ ନିଜର
जो गुप्त अंग जंग सब कवर कले कमर को आसिले माँ तांकर पट्टी खोलिले आसिगले माँ कहले गांधारी पट्टी चक्षुर पट्टी खोलुଛନ୍ତି आपाद मस्तक चाहिए किंतु मनटा तांकर विषाद हो गला कहीं विषाद होला कहले देख दुर्योधन कही ना संपूर्ण उल्लग्न के आसिया ये से कौन होला माँ गोटे युवक है एमती आसला ठीक कि माँ कहले मु कौन जाननी कि तो बयस केते तो जन्म करछि परा मु कौन जाननी तो तू केते प्राप्त बयस होइछ शक्ति संचार करितांती शरीर पूरा वज्र हेतंदा तापर माँ फटकारले कहले तू जदि बड़ मानकर कथा को मानिक जदि परंपरा रूप चली आसता आज ताले यही दशा ही नथा बड़ मान जो कथा शुणी था ताले महाभारत आरंभ ही नथा जो कोहलिकामय परिवेश जो रक्त रंजित परिवेश सृष्टि करागला एते सही नथा बा तोरी पाई तते ये अवस्था आसिया कोन नथा मध्य राति मु मध्य मोर सतीत्वर परीक्षा दवा पड़ नथा पट्टी खुल नथा से से दुर्योधन कहले अच्छा गोटे गोटे करना माँ मो आउ थे पत्रटा बाहर कर दूची आप आउ थे चाहती न ये कहले तू कौन मत माया भी देखिल मत राक्षस देखिल बहुरूपी अरे सारा जीवन व्यापी चक्षु थाई मत जो अंधतर कार कार खराब दृष्टि देखिनी से कहले सती ना ये गांधारी सती कहला अहल्या द्रौपदी सची तारा मंदोदरी पंचकन्या स्पर नित्य सर्वपाप विनाशन कह धृतराष्ट्र तो अंध से तो जन्म अंध किंतु यही प्रकार स्वामी स्वागन ये थिले निजे चक्षुष्मान हो चक्षु बंद करदे प्रकार आर्य नारी देख अद्भुत विरल प्रकार कहले मो स्वामी देखु ना मो कहीं देखी यही प्रकार सतीत्वर पराकाष्ठा पाखे से कहले मु चक्षु बंद कर दुनिया कार खराब जिनस के देखनी कौन खराब कथा मुझे देखनी खराब वस्तु देखनी तेणु चक्षु जो शक्ति थी मो शक्ति थे संचारित कले तो स्विच ऑफ कर दिखाँ कलीर चेला मोबाइल कलीर चेल राजन कहते कर्ण पिशाची कर्ण पिशाची से कल मो जीवन व्यापी जो शक्ति थी संरक्षित कर थे प्रयोग कली आनी कथा मानि था आज गति ही ना तीन टा जिन शिक्षा को मिले दुर्योधन पाखर कौन प्रथम कथा मन उपर संयमता ना मन अस्थिर द्वितीय कथा सी विशेषकर को बड़ मान कथा शुणी ना कारी कथा सी मानि ना कभी किसी मानि ना तृतीय कथा दृष्टिभंगी खराब दृष्टिकोण यही स्थिति बर्तमान मानव समाज अच्छी आम समाज या कि जो माने बड़ मान गुरुजन मान कथा मानुच जो मान साधारण ज्ञान रही केमती का सहित व्यवहार कराए को स्थिति कि प्रकार व्यवहार कराए बुझे विशेषकर जो मान दृष्टिभंगी सब पॉजिटिव थी विचार भावना सकारात्मक थी से जीवन चलापथ बड़ा सुंदर होता है किंतु प्राय समस्ते प्राय लोक देखो मनोहर गोलाम माँ मैंने शरणागत हबानी कारी बड़ कथा मानवानी मु सब जानी कहवा कारी किसी तो शास्त्र ना गुरु ना ये प्रकार जो आमर जो समाज जो दुरावस्था ये तेणु महाभारत कौन शिक्षा दिखती वास्तव कौन है बक्सटा बुले देवे ना नहीं सेड रखी भीतर कर दो ना हाँ जो सर तो बिल्कुल शुभ न तो
ଯେତେ ପଛକୁ ନେଇ ରହୁନି ଗାଁର କାନ ପାଖରେ ବାଜି ସେଉଠି ପୋଲିସ ପୁରା ଛୋଟିଆ ଘରଟା ହଁ ବସ ସାଇଲେଣ୍ଟ ଶ୍ରୀ ରାଧେ ହଁ ହେଲା ଶୁଭିଲା ତ ହଁ ବଢିଆ ବସନ୍ତୁ ତେଣୁ ଶାସ୍ତ୍ରରେ କୁହାଯାଇଛି ସାଧୁ ସଂଘ ସର୍ବଶାସ୍ତ୍ର କହେ ଲବେ ମାତ୍ର ସାଧୁ ସଂଘେ ସର୍ବସିଦ୍ଧି କୃଷ୍ଣ ପ୍ରାପ୍ତି ହୁଏ ଜୀବନ ଯଦି ଆମେ ସତ୍ସଙ୍ଗ କରିଥିବା ସତ୍ସଙ୍ଗ ଯଦି ଆମେ ସୌଭାଗ୍ୟ ଶୁଣନ୍ତୁ ସମସ୍ତଙ୍କ ଭାଗ୍ୟରେ ମିଳେନି କାହିଁକି ନା ସୁକୃତି ପୂର୍ବ ସଞ୍ଚିତ କୁହାଯାଇଛି ସତ୍ସଙ୍ଗ ଲଭ୍ୟତେ ବି ସୁକୃତି ପୂର୍ବ ସଞ୍ଚିତ ଯୋଉ ପୁରୁଷର ପୂର୍ବରୁ ସୁକୃତି ଥିବ ସେମାନେ ସତ୍ସଙ୍ଗ ପ୍ରାପ୍ତ ହୁଅନ୍ତି କିନ୍ତୁ ପୂର୍ବରୁ ଏଇଠି ଯୋଉମାନେ ଆମେ ଉପସ୍ଥିତ ହେଇଛେ ନିଶ୍ଚିତ ରୂପରେ କିଛି ସୁକୃତି ରହିଛି ପ୍ରାପ୍ତ ହବନି ଏଇ ଶାସ୍ତ୍ର ବର୍ଣ୍ଣନା ଅନୁସାରେ କାହିଁକିନା ଶାସ୍ତ୍ର ବାକ୍ୟକୁ ଅନୁସାରେ ଆମେ ସବୁ କିଛି ଗ୍ରହଣ କରିବା ପାଇଁ ବାଧ୍ୟ ଯେତେ ଶାସ୍ତ୍ର ବର୍ଣ୍ଣନା କରାଯାଇଛି ଆମକୁ ଶୋଧନ କରିବା ପାଇଁ କୁହାଯାଇଛି ଆମମାନଙ୍କୁ ବା ସଦ୍ଗତି ପାଇଁ ସେତେ ପଦ୍ମ ପୁରାଣର ବାକ୍ୟ ଅନୁସାରେ କୁହାହେଲା ସୁକୃତି ପୂର୍ବ ସଞ୍ଚିତ ଶ୍ରୀ ରାଧେ ଆଉ ଛୁନି ସେତେ ସାଧୁ ସଂଘ ସର୍ବଶାସ୍ତ୍ର କହେ ସବୁ ଶାସ୍ତ୍ରରେ ସାଧୁ ସଂଘ ବିଷୟ କୁହାଯାଇଛି ସେ ଥିଲା ସତ୍ସଙ୍ଗ ପ୍ରଭାବ କଣ ହବ ଆମର ସବୁ ସିଦ୍ଧି ହେଇଯିବ କହିଛନ୍ତି ଦେଖନ୍ତୁ ଯୋଗୀ ମାନେ ସିଦ୍ଧି ପ୍ରାପ୍ତ ହେବା ପାଇଁ ଯାଉଛନ୍ତି କୋଉ ଗୁମ୍ଫା ଭିତରକୁ କୋଉ ହିମାଳୟରେ ଗିରିକନ୍ଦର ଭିତରେ ନଦୀ କୂଳରେ ତପସ୍ୟା କରନ୍ତି କିନ୍ତୁ ଏଇ ଶାସ୍ତ୍ର କହୁଛନ୍ତି ଯେ ସତ୍ସଙ୍ଗ କରିବା ସବୁ ସିଦ୍ଧି ହେଇଯିବ ଯେତେ ପ୍ରକାର ସିଦ୍ଧି ରହିଛି ତାର ତ ଆମର ଯେତେ ପ୍ରକାର ଅଭିପ୍ସା ଇଚ୍ଛା ସବୁ ରହିଛି ସବୁ କିଛି ଚରିତାର୍ଥ ହେଇଯିବ ତେଣୁ ପ୍ରାୟ ଭାଗବତରେ କଣ ଅନ୍ୟାନ୍ୟ ପୁରାଣରେ କଣ ମହାତ୍ମା ମାନେ ଭକ୍ତ ମାନେ କେବଳ ଭଗବାନଙ୍କୁ ଦର୍ଶନ କରି କେବଳ ସାଧୁସଙ୍ଗ ବିଷୟ ମାଗିଛନ୍ତି ସତ୍ସଙ୍ଗ ବିଷୟ ମାଗିଛନ୍ତି ବୃତ୍ତାସୁର ଜଣେ ମହାତ୍ମା ଥିଲେ ଯିଏକି ଇନ୍ଦ୍ର ସହିତ ଯୁଦ୍ଧ କରୁଥିଲେ ମହାଭାରତର ମଇଦାନରେ ଭଗବାନ ଗୀତାର ଉପଦେଶ ଦେଇଥିଲେ ଅର୍ଜୁନକୁ କିନ୍ତୁ ଭାଗବତରେ ବର୍ଣ୍ଣନା કરે ଯେ ଇନ୍ଦ୍ର ସହିତ ଯୁଦ୍ଧ କରୁଥିଲେ ବୃତ୍ତାସୁର ଜଣେ ସିଏ ଇନ୍ଦ୍ରକୁ କହିଲେ ହେ ଇନ୍ଦ୍ର ମୁଁ ତମ ବଜ୍ରରେ ମୁଁ ମରିବି ମୁଁ ଜାଣିଛି ବଜ୍ର ତିଆରି ହେଇଛି ଗୋଟେ ଦଧିଚି ଋଷିଙ୍କର ତପସ୍ୟା ତପପ୍ଲୁତ ଶରୀରର ହାଡ ଦ୍ୱାରା ତିଆରି ହେଇଛି ତେଣୁ ମୁଁ ବଜ୍ରକୁ ସମ୍ମାନ ଦେବି କିନ୍ତୁ ମରିବା ପୂର୍ବରୁ ମତେ ସୁଯୋଗ ଟିକେ ଦିଅ ମୁଁ ଟିକେ ଭଗବାନଙ୍କୁ ଡାକିବି ଇନ୍ଦ୍ର ଆଶ୍ଚର୍ଯ୍ୟ ହେଇଗଲା ଇଏ କି ପ୍ରକାର ପୁରୁଷ ମରିବା ପାଇଁ ଯାଉଛି ଭଗବାନ ଭଜନ କରିବେ ଯୁଦ୍ଧ କ୍ଷେତ୍ରରେ ଠିକ ଅଛି କର ସେ ଯେ ଅଦ୍ଭୁତ ସ୍ତୁତି କଲେ ତାକୁ କୁହାଗଲା ଭାଗବତ ଯୋଉ ଭାଗବତରେ ବୃତ୍ତାସୁର ସ୍ତୁତି ନାହିଁ ତାକୁ ଭାଗବତ ବୋଲି କୁହାଯାଉନି ତାଙ୍କୁ 4ଟା ଶ୍ଲୋକ କହିଛନ୍ତି ଶେଷ ଶ୍ଲୋକଟା କହୁଛନ୍ତି ଦେଖ ପ୍ରଭୁ ମମ ଉତ୍ତମ ଶ୍ଲୋକ ଜନେଶ ସଖ୍ୟଂ ସଂସାର ଚକ୍ରେ ବ୍ରହ୍ମତସ୍ୱ କର୍ମ ଭି ତନ୍ନ ମାୟାତ୍ମାତ୍ମ ଜଦାର ଗେହେ ସଶକ୍ତ ଚିତ୍ତସ୍ ନନାଥ ଭୂୟାତ୍ କହିଲେ ହେ ନାଥ ହେ ଜଗଦୀଶ୍ୱର ହେ ଶ୍ୟାମ ସୁନ୍ଦର ମୁଁ ତୁମର ପ୍ରାକ୍ତନ କର୍ମର ବା ପ୍ରାରବ୍ଧ ବଶତଃ ଜଗତରେ ଆପଣଙ୍କ ମାୟା ଦ୍ୱାରା ମୋହିତ ହେଇ ସଂସାରକୁ ବାରମ୍ବାର ଆସିଛି
କାହିଁକିନା ଆମେ ଯେ ଏଇ ଜନ୍ମଟା ଆମର ଯଥେଷ୍ଟ ନୁହେଁ। ଏଇ ଜନ୍ମ ଆମର ପୂର୍ବରୁ ବି ଜନ୍ମ ଥିଲା, ମୃତ୍ୟୁ ପରେ ବି ଜନ୍ମ ହବ। ପୂର୍ବରୁ ଜନ୍ମ ଥିଲା, ପୂର୍ବରୁ ଜନ୍ମ ଥିଲା, ପ୍ରମାଣ କଣ? ମୃତ୍ୟୁ ପରେ ବୋଲି ପ୍ରମାଣ କଣ? ନା ଶାସ୍ତ୍ର ପ୍ରମାଣ କୁହାଗଲା। ଦେଖନ୍ତୁ ଗୋଟେ ଗୋଟେ ଜଣେ ଜଣେ ଅଛନ୍ତି ଛୋଟ ସମୟରୁ ତାଙ୍କର ସବୁ କଳା ପ୍ରସ୍ଫୁଟିତ ହେଇଥାଏ, ମୃଦଙ୍ଗ ବଜାନ୍ତି, ହାରମୋନିୟମ ବଜାନ୍ତି, ନାଚ କରନ୍ତି, ଆଉ କିଛି ଗୋଟେ କୁହନ୍ତି, ଏସବୁ ପୂର୍ବ ଜନ୍ମର ପେଣ୍ଡିଂ ସ୍ମୃତି। ଏଇଟା କିଛି ଥାଏ ପୂର୍ବରୁ ଜନ୍ମରେ ଜନ୍ମ ଜନ୍ମାନ୍ତର ବାଦ ସତ୍ୟ କୁହାଯାଇଛି। ଯେମିତି ଶାସ୍ତ୍ରରେ କୁହାଯାଇଛି ସ୍ତନ୍ୟାଭିଳାଷାତ କୁହାଯାଇଛି। ସ୍ତନ୍ୟାଭିଳାଷାତର ଅର୍ଥ ହଉଛି ଗୋଟେ ଛୋଟିଆ କଟି ଛୁଆ ଜନ୍ମ ହେଇଥିବ, ସଦ୍ୟ ନବଜାତ ପ୍ରସୂତ ଯିଏ ଛୁଆ ଗୋଟେ, ସେ ତା ମାଙ୍କର ପୟଧାରରୁ ସ୍ତନ୍ୟପାନ କଲା। କେମିତି ସ୍ତନ୍ୟପାନ କରିବାର ପ୍ରକ୍ରିୟା ହଉଛି ଶୋଷଣ କରିବ ନା, ଚୁଚିବ ସିଏ, ଏଇଟା ତ ସ୍ତନ୍ୟପାନ ପ୍ରକ୍ରିୟା ନା। କିନ୍ତୁ ଗୋଟେ ଛୁଆକୁ ତ ତା ମା ପାଠ ପଢି ପାରିବନି, ଥୁପେ ତ ମାନେ ବାହାରକୁ ତୁକାର କରେ ବା ଶୋଷଣ କରେ ବା ଚୁଚୁମି କହିପାରିବନି ସିଏ। କିନ୍ତୁ ଛୁଆ ତାର ସ୍ୱାଭାବିକ ସେ ମାଙ୍କ ସ୍ତନ୍ୟ ପୟଧାରକୁ ତାର ମୁଖ ନେଲେ ସେ ଶୋଷଣ କରେ। ସେ ଏଇ ଯୋଉ ଶୋଷଣ କରିବା ପ୍ରକୃତିରେ ଜାଣିଲା କେମିତି ସେ? ତେଣୁ ଶାସ୍ତ୍ର କହିଛନ୍ତି ସ୍ତନ୍ୟାଭିଳାଷ, ପୂର୍ବରୁ ତାର ଅଭ୍ୟାସ ଅଛି, ବାରମ୍ବାର ସେ ଜନ୍ମ ହେଇଛି ସଂସାରରେ, ଆଉ ସେ ଛୋଟ ଛୁଆ ହେଇଛି, ସେ କୁକୁର ହଉ କି ପଶୁ ହଉ କି ମଣିଷ ହଉ, ସମସ୍ତେ ମାଙ୍କର ପୟଧାରରୁ ସ୍ତନରୁ ସ୍ତନ୍ୟପାନ କରନ୍ତି, ଏଇଟା ତାର ଅଭ୍ୟାସ ଅଛି। ତେଣୁ ସ୍ତନ୍ୟ ଅଭ୍ୟାସ କୁହାଗଲା। ଏଇ ଯୋଉ ଅଭ୍ୟାସ, ଏଥିରୁ ଜଣାପଡୁଛି ପୂର୍ବ ଜନ୍ମ ଅଛି। ଆଉ କେତେ ଜାତି ସ୍ପର କଥା ଶୁଣିଛେ ଆମେ, କିଛି ଜନ୍ମ ହଉଛନ୍ତି, ଜନ୍ମ ହେଲା ପରେ ତାଙ୍କର ମନେ ପଡିଯାଏ, ମୁଁ ପୂର୍ବରେ ମୋର ଘର ଏଠି ଥିଲା, ମୋର ଚାକିରି ଥିଲା, କି ମୋର ଦୋକାନ ଥିଲା, କି ମକାନ ଥିଲା, ମନେ ପକାନ୍ତି, ପ୍ରାକ୍ଟିକାଲ ଯାଇ ଦେଖାଯାଏ ସେ ସେଇଆ ହିଁ ଥିଲା। ସେ ଯାଇ କହିଦିଅନ୍ତି ମୁଁ ଏଇ ଘରେ ଥିଲି, ଏମିତି ଥିଲି, କହିଦେଉଛନ୍ତି କି ଜାତି ସ୍ମର। ତେଣୁ ପ୍ରମାଣ ହଉଛି ଆମର ଜନ୍ମ ରହିଛି। ମୃତ୍ୟୁ ପରେ ବି ଜନ୍ମ ଅଛି, କାରଣ ଶାସ୍ତ୍ର ବାଣୀ ଅନୁସାରେ ଆମେ ଯୋଉ ପ୍ରକାର କର୍ମ କରୁଛେ, କର୍ମ ଅନୁସାରେ ଆମକୁ ଗୋଟେ ଜନ୍ମ ମିଳିବ। ଆମେ ଯୋଉ କର୍ମ କରୁଛେ ତାର ଗୋଟେ ସଂସ୍କାର ହଉଛି, ସଂସ୍କାର ଅନୁସାରେ ସ୍ୱଭାବ ତିଆରି ହଉଛି, ସ୍ୱଭାବ ଅନୁସାରେ ଗୁଣ ତିଆରି ହଉଛି, ଗୁଣ ଅନୁସାରେ କର୍ମ କରୁଛେ, କର୍ମର ଫଳ ଭୋଗ କରିବା ପାଇଁ ଆମକୁ ଆସିବାକୁ ପଡିବ। କିଏ କାଟି ପାରିବେନି, ଆମେ ଯାହା କଲେ ଖଣ୍ଡନ କରି ଇଏ ସର୍କିଲ କୁହାଗଲା। କର୍ମ, ସଂସ୍କାର, ସ୍ୱଭାବ, ଗୁଣ, କର୍ମ, କର୍ମ ଫଳ, ଏ ଚାଲିଛି ରୁଟିନ। ଏଥିପାଇଁ ଜଣେ ଅମ୍ବାନୀ ଘରେ ଜନ୍ମ ହେଲା, ପୁରା ଛୋଟ ଛୁଆରୁ ସେ ଫ୍ଲାଇଟ ରେ ବୁଲିଲା। ଜୀବନରେ ଗୋଟେ ମଣିଷ ମରିଯିବ ଫ୍ଲାଇଟ ରେ ବୁଲି ନଥିବ, କି ସୁନା ଥାଳିରେ ଖାଇ ନଥିବ, କେତେ ସୁଖ। ଜନ୍ମ, ସେ ତ କିଛି କର୍ମ କରିନଥିଲା, ଜନ୍ମ ହଉ କାହିଁକି ତା ନା କରୋଡ଼ପତି ନା ଲାଗିଗଲା, ସେ ତ କିଛି କର୍ମ କରିନି ନା। କିନ୍ତୁ ଗୋଟେ ବଡ ଧନୀ ଘରେ ଜନ୍ମ ହେଲା, ତା ନାଁରେ କରୋଡ଼ପତିରେ ଲାଗିଗଲା। ଆମେ ଗୋଟେ ମଧ୍ୟବିତ୍ତ ପରିବାର ଜନ୍ମ ହେଲେ ଆମେ ଜୀବନ ସାରା କୋଟି ଅର୍ଜନ କରିପାରିବାନି। ତାର କାରଣ ଅଛି ସେ ଏବେ ନ କରୁଥିଲେ ମଧ୍ୟ ପୂର୍ବରୁ ଜନ୍ମ ସେ ପ୍ରକାର କର୍ମ କରୁଛେ, ତେଣୁ ବଡ ଘରେ ଜନ୍ମ ହେଲା। ସେ ଇଏ କର୍ମବାଦ ରହିଛି, ସତ୍ୟ। ଇଏ ସତ୍ୟ। ଜଣେ କେତେ ଚେଷ୍ଟା କଲେ କିଛି ତାର ସ୍ମରଣ ଶକ୍ତି ରହୁନି, ଜଣ ଜଣଙ୍କର ଜାତି ଜନ୍ମରୁ ସ୍ମରଣ ଶକ୍ତି ରହୁଛି, ଏସବୁ କିଛି କିଛି ପୂର୍ବରୁ ସବୁ ରହୁଛି, ଇଏ ସତ୍ୟ। ଇଏ ତେଣୁ ଯେ ଇହଲୋକ ପରଲୋକ, ଜନ୍ମ ମୃତ୍ୟୁ ସତ୍ୟ, ଏସବୁ ଯାହା ଶାସ୍ତ୍ରରେ ବର୍ଣ୍ଣନା କରି ସତ୍ୟ। ଆମେ ଆଧୁନିକ ସଭ୍ୟତାରେ ଜଡ଼ ପାଠ ପଢୁଛେ, ଜଡ଼ ବିଦ୍ୟାରେ ପ୍ରମୋଦ ହେଇକି ଆମେ ଏସବୁ ଗୁରୁତ୍ୱାରୋପ ଦଉନେ, ଏଇଟା ଆମର ଦୁର୍ଭାଗ୍ୟର ପରିଚୟ। କିନ୍ତୁ ଏସବୁ ସତ୍ୟ କାହା ସବୁ କିଛି। ଯୋଉମାନେ କହିବେ ନା ଏସବୁ ମିଥ୍ୟା, କୋଉ ଭଗବାନ ଅଛନ୍ତି ନା ଜନ୍ମ କର୍ମ ଅଛି ନା, ଯେଦିନ ବଞ୍ଚିବା ଆରାମରେ ବଞ୍ଚିବା, ମଲା ପରେ କିଏ କାହାର, ତାକୁ କଣ ଉତ୍ତର ଦବା? ପେଚା ଯେମିତି କୁହେ ଏ ସୂର୍ଯ୍ୟ ନାହାନ୍ତି, କାରଣ ସେ ରାତିରେ ବାହାରେ, ସୂର୍ଯ୍ୟକୁ ସେ ଦେଖିପାରେନି। ଏଇ ପ୍ରକାର ଲୋକଙ୍କର କିଛି ମତ ବ୍ୟକ୍ତି ରହିଛି, ଯୋଉମାନେ କି ବିତଣ୍ଡା ଯୁକ୍ତି କରନ୍ତି, ବିତଣ୍ଡା ତର୍କ କରନ୍ତି, ଯୋଉଥିରେ କୌଣସି ଲଜିକ ନଥାଏ, ଶାସ୍ତ୍ରାନୁଶାସନ ନଥାଏ। ବୃତ୍ରାସୁର କହିଲେ, ହେ ପ୍ରଭୁ, ମୋର ପ୍ରାକ୍ତନ କର୍ମରେ ପ୍ରାରବ୍ଧରେ ମତେ ଯେଉଁ ଜନ୍ମ ଦଉଛ ଦିଅନ୍ତୁ, ମୋର ଖଣ୍ଡନ କରିବା ପାଇଁ ମୁଁ ଚାହୁଁନି। ଆପଣଙ୍କ ମାୟାରେ ମୋହିତ ହେଇକି ତନ୍ମାୟା ଆତ୍ମାତ୍ମ ଜଦାର କେ ହେ, ଆପଣଙ୍କ ମାୟାରେ ମୋହିତ ହେଇକି ମୁଁ ଦାରା ପୁତ୍ର ପରିବାର ଏ ଭିତରେ ଆସକ୍ତ ହେଇ ସଂସାର ଭିତରେ ବାରମ୍ବାର ଆସିଛି। ମହାରାଜ, ଆପଣଙ୍କ ମାୟାରେ ମୋହିତ ହେଇ ପ୍ରତି ଜନ୍ମରେ ମୁଁ ଆସିଛି, ଗୋଟେ ପରିବାର ତିଆରି କରିଛି, ସେମାନଙ୍କ ପ୍ରତି ଆସକ୍ତ ହେଇକି ପୁରା ଲୋଲୁହାଣ ହେଇକି କର୍ମ କରିଛି। ଯେତେବେଳେ ମୁଁ ରୋଜଗାର କ୍ଷମହୀନ ହେଇଗଲି, ମତେ ଆଉ ସେତେ ପରିବାର ତଦାରଖ କରିନି, ମତେ ଗୋଟେ କୋଣରେ ରଖିଦେଇଛି, ମରିଗଲା ପରେ ଫୋପାଡ଼ି ଦେଇଛି ମୋ ସାନରେ, ନିଆଁ ଅଗ୍ନି ସଂଯୋଗ କରି ମତେ ପାଉଁଶ କରିଦେଇଛି।
तापर मो कथा की चिंता करना ए प्रकार गोटे जन्म नहीं महाराज बारंबार जन्म को संसार को आसी ये आपण माया द्वारा मोहित है तेणु यही जन्म अंतत मत जन्म देवे और एति प्रार्थना प्रभु हे मम उत्तम श्लोक हे उत्तम श्लोक कृष्ण भगवान उत्तम श्लोक जनेश सख्यम ये संसार प्रति तो सख्य भाव थिला मोर मित्र भाव थिला एमान प्रति आसक्त होगी मननशील जगतर लोक मान प्रति प्रीति करी आपण मायर मोहित मो संसार खाली विदाय नहीं मोर मनुष्य जीवन प्रकृत कर्म कर पार नी किंतु अंततः एति कृपा करंतु आसंता जन्म पर जन्म मते आपणकर लोक मानकर संग दियंतु आपणकर जन्म माने भक्त मानकर महाराज नमो उत्तम श्लोक जनेश सख्य उत्तम श्लोक माने भगवान आपणकर जन्म माने आपण निज जन भगवान तो समस्त जन निज जन किए जो माने भगवान का भक्त साधु संत वैष्णव एमान संग लाभ हेले कौन हम ना एमान संग रहे आपणकर मधुर मधुर कथा सुनार सुजोग मिल आ जीवन टाक ठीक मनुष्य भाई तैयारी कर गोटे लाइफ स्टैंडर्ड आसी मिल रास्ता मिल जीवन को जीवन भली भोग कर किंतु संसार चक्र ग्रसित जिते सब मरणशील जगत लोक मान से तुम प्रीति करी मुही मरी कि जीवन मनुष्य जीवन जो सार्थकता चरम परम सार्थकता मूल्यांकन कर पारनी वृत्ताश्र कहते मत अंतत यही जन्म दिंतु स्वकर्म प्रारब्ध मम उत्तम श्लोक जनेश संसार चक्र भ्रमत स्वकर्मी संसार चक्र निजर कर्म अनुसार भ्रमण कले मु कर्म खंडन करने चाहूनी किंतु एति कृपा करूँ आपण भक्त मान संग दिखाते एक से कही प्राय समस्ते भागवत छत्रे छत्रे पुराण समस्ते सत्संग कथा ही कहते सत्संग यह लाभ हम जो वस्तु की आमको अप्राप्त कहगला दुर्लभ आम से वस्तु मिल कहीं संसार तो आम शरीर खाद्य दौर संसार आम बापा माँ आम सरकार आम बंधु बांधव आत्मीय स्वजन सब शरीर खाद्य दौरान पंचभौतिक शरीर जहाँ दरकार से दौरान कि संसार कई गोटे लोक आम आत्मार खाद्य किए दौना कहीं ना आत्मार खाद्य देना कहीं दौना आत्मा विषय किसी जानी ना आत्मा गोटे कौन ना शरीर भीतर जो जीवन शक्ति अच्छी चैतन्य शक्ति अच्छी आम आत्मा कहे जो शक्ति चलला आमको मूर्त बोली घोषणा कर मूर्त ना आम भीतर किसी गोटे शक्ति रही जे रहा द्वारा आम कथा कही पारुचे देखी पारुचे शुणी पारुचे चली पारुचे समस्त जमती फैन बुलुची लाइट जलुची माइक बाजुची एथरे करंट फ्लो होची ना सर्किट होची वैद्युतिक ना विद्युत शक्ति से प्रकार आम देह गोटे करंट अच्छी से करंट कहला आम आत्मार चार्ज शक्ति कहगला जे आत्मा कौन सी भगवान का अंश से प्रकृत परिचय सी तो शरीर छाड़ी चली आमको मृत बोली घोषणा कर आम से जीवेनि कहीं जीवेनि आम से आत्मा कौड़ी जीव आम जीवन जहाँ कर्म करथिबा ताकू धरिकी जीव सी जमी गोटे छोटिया चिप भितर आम सब डाटा रखुचे से प्रकार आत्मा सूक्ष्म हेल्ले जीवन जहाँ कर्म करते सब पॉइंट आउट हो सब लिपिबद्ध हो सी धरिकी जीव धरी जो कौटी चित्रगुप्त पाखु चित्रगुप्त कौन कर चिपटा पके कंप्यूटर पकेबे देखिए देखिए ये प्रकार कर्म करता आपको कौन जन्म दवा आपको नरक को पठे दियो कि स्वर्ग को पठे दियो कि कुकुर कुश्री कर दियो से अनुसार दिया जाए बुद्धि विचार कार्य कले प्रमाद न पड़े बोले विचार कर जो आखि बंद कर दे बिराड़ी आखि बंद कर खाऊ दुग्धपान कर देखु ना अरे सब देखुं जो मैंने किसी धर्म को आखिठार मार्च बड़ असुविधा से मानकर संसार रूपरेखा जानी ना गोटे लोकर 4टा स्त्री थिले रजार 4टा राणी केतरा राणी 4टा राणी से रजा एत आसक्ति राणी मान प्रति कहनी कि सान राणी की बिल्कुल भल पाऊन बुझे सान राणी को बिल्कुल भल पाऊन बड़ राणी बेसी भल पाला सी ये प्रकार अवस्था तार राजार मृत्यु समय आसो पूरा दुरारोग पीड़ित हेले सी दुरारोग्य पूरा कविराज आसिले कवि राजवैद्य आसी देखिले महाराज आपण परमेय मासे अच्छी कौन सी औषध नहीं आप मरवाटा सुनिश्चित तापर व्यवस्था करंतु ये गले प्रथम बड़ राणी पाख देख चिंता कले 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 तो लास्ट आ 2 दिन 3 दिन अच्छी बड़ राणी पाख गले कहले अच्छा तुम मत प्रीति करुच ना कहले हे महाराज ये की कथा कहते आपण प्रीति करूनी मु
ଆପଣ ମୋର ଜୀବନ, ଆପଣ ମୋର ସର୍ବସ୍ୱ, ଆପଣ ବିନା ମୋର ଗତି ନାହିଁ, ଆପଣ ପ୍ରୀତି କରୁନି, ଏମିତି କାହିଁ କଥା କହୁଛନ୍ତି? ମାନେ ପଚାରୁଥିଲି, ଆଚ୍ଛା ତମେ ମୋ ପାଇଁ ସବୁ କରିପାରିବ? ହଁ ସବୁ କରିପାରିବ। କାହିଁ କରିପାରିବ? ତମେ ହିଁ ମୋ ଜୀବନର ସବୁ କିଛି। ଆଚ୍ଛା ମୁଁ ଯଦି ମରିଯିବି ମୋ ସାଥିରେ ଯିବ ନା? ସେ ଚୁପ୍ ହୋଇଗଲେ। ନାଇଁ, ଯେ ଜୀବନ ତମର ଗତି କଣ ହବ? ଆରେ ମତେ ରଖିବା ପାଇଁ ବହୁତ ଅଛନ୍ତି। ସେ ରାଣୀ କଣ କହିଲା, ମତେ ରଖିବା ପାଇଁ ବହୁତ ଅଛନ୍ତି। ରଜା ତାଜୁବ ରହି, ଭଗବାନ ଏଇଟା ପଛରେ ଗୋଡଉଥିଲି ମୁଁ। ଦ୍ୱିତୀୟ ରାଣୀ ପାଖକୁ ଗଲେ। ଦ୍ୱିତୀୟ ରାଣୀ କହିଲେ, ଆଚ୍ଛା ତମର ମୋ ପ୍ରତି ପ୍ରୀତି କେତେ ପ୍ରତିଶତ? ମହାରାଜ ଶତକଡ଼ା 100%, ମୋର ଦେନ୍ 100%, ଶତକଡ଼ା 100%। ଠିକ କହୁଛ? ଏଥିରେ କଣ ସନ୍ଦେହ କରୁଛନ୍ତି? ପରୀକ୍ଷା କରୁଛନ୍ତି ନା କଣ? ନାଇଁ ପରୀକ୍ଷା ନାହିଁ, ପଚାରୁଥିଲି। କାହିଁକିନା ଆପଣ, ଏ ରାଣୀ କହୁଛନ୍ତି ଆପଣ ହିଁ ମୋର ସବୁ କିଛି, ଚକ୍ଷୁର ଚକ୍ଷୁ, କର୍ଣ୍ଣର କର୍ଣ୍ଣ, ସବୁ କିଛି ମହାରାଜ। ମୁଁ ଦେଖୁଛି ଆପଣଙ୍କ ଆଖିରେ ଦେଖୁଛି, ଶୁଣିଛି ଆପଣଙ୍କ କାନରେ ଶୁଣୁଛି, ଖାଉଛି ଆପଣଙ୍କ ମୁହଁରେ ଖାଉଛି, ସବୁ କିଛି ଆପଣ ମୋର। ଆପଣ ବିନା ମୋ ଜୀବନୀ ଅନ୍ଧକାର ଶୂନ୍ୟବୋଧ ସଂସାର। ତା ଭାଷାରେ କହିବା ପାଇଁ ତ ବହୁତ ଅଛି ନା, ବହୁତ ଟେକିଲେ ସେ। ରାଜା ଖୁସ ହେଇଗଲେ, ଯାଉ ଏଇ ରାଣୀଟା ବୋଧେ। ଦେଖ କବିରାଜ କହିଛନ୍ତି ମୁଁ ଆଉ 3 ଦିନ ବଞ୍ଚିବି, ତେଣୁ ମୋର ଇଚ୍ଛା, ତମେ ମତେ ଏତେ ପ୍ରୀତି କରୁଛ, ମୁଁ ଏକା ଯିବା ପାଇଁ ଚାହୁଁନି, ଚାଲ ମୋ ସାଥିରେ ଯିବୁ, ଚାଲ ତମେ ବି ମରିଯାଉ ଯିବା। ଦ୍ୱିତୀୟ ରାଣୀ କହିଲେ, ଚୁପ୍ ହୋଇଗଲେ, ମୁଁ ଆପଣଙ୍କୁ ପ୍ରୀତି କରୁଛି ଯେ ମହାରାଜ, ମୁଁ ଯିବି, କିନ୍ତୁ ବେଶୀ ଦୂର ଯାଇପାରିନି। ଆଚ୍ଛା କୋଉଠିକି ଯିବ? କେତେ ଦୂର? ଶ୍ମଶାନ ପଦାପଦ ପର୍ଯ୍ୟନ୍ତ ଯିବି, ମଶାଣୀ ପଦା ପର୍ଯ୍ୟନ୍ତ ଯିବି, ତାଠୁ ଅଧିକ ମୁଁ ଯାଇପାରିବିନି। ରାଜା କହିଲେ, ହଉ ଏତିକି ବି ଆସିବ ତ ଯାହା ହଉ, ଧନ୍ୟବାଦ। ତୃତୀୟ ରାଣୀ ପାଖକୁ ଗଲେ, ତାକୁ ବି ସେଇଆ କହିଲେ। କହିଲେ ମହାରାଜ ଆପଣ ପରୀକ୍ଷା କରନ୍ତୁ, ଆପଣ ସିନା ମତେ ହତାଦର କରୁଛନ୍ତି, ମୁଁ ବେଶୀ ଭଲ ପାଏ ଆପଣଙ୍କୁ। କଥା କହିବାର ତ ସବୁ ଜିହା ଗୋଟେ ଦେଇଛନ୍ତି ନା ଭଗବାନ, ଏମିତି ସେ କହିছে। ଏ ରାଣୀ କହିଲେ ଆପଣ ମୋର ସର୍ବସ୍ୱ, ଆପଣ ହିଁ ମୋର ପ୍ରାଣ, ଆପଣ ହିଁ ମୋର ହୃଦୟ, ଆପଣ ହିଁ ମୋର ଆତ୍ମା, ଆପଣ ହିଁ ମୋର ପରମାତ୍ମା, ଆପଣ ସର୍ବସିଦ୍ଧି ତୋ ଚରଣେ, ପତି ପରମେଶ୍ୱର, ଆପଣ ସବୁକିଛି ମୋର, ଆପଣ ବିନା ମୋର କି ଅସ୍ତିତ୍ୱ ନାହିଁ ମହାରାଜ। ସମାଜରେ ପରିଚିତ ଯେ ଆପଣଙ୍କ ପାଇଁ ପରିଚିତ ଅଛି, ଆଜି ସୀମନ୍ତିନି ସବୁ ଆପଣଙ୍କ ପାଇଁ ନା ଅସ୍ତିତ୍ୱ। କହିଲେ ବାହ, ବଢିଆ କଥା କଲା। ଆଚ୍ଛା ମୁଁ ଆଉ 3 ଦିନ ବଞ୍ଚି, ଏମିତି ଅମଙ୍ଗଳ କଥା କହୁଛନ୍ତି ନା? ଆରେ ସତ୍ୟ, ବୈଦ୍ୟରାଜ କହିଛନ୍ତି 3 ଦିନ ମୋର ପରମେୟ, କିନ୍ତୁ ମୁଁ ଚାହୁଁଛି ଏକା ଯିବା ପାଇଁ ଚାହୁଁନି, ତମେ ଏତେ ପ୍ରୀତି କରୁଛ, ଚାଲ ମିଶିକି ଯିବା। ଏ ରାଣୀ ଚୁପ୍। ସେ ଯୋଉ କହୁଥିଲେ, କହିଲେ ମହାରାଜ ଜୀ ମୁଁ ତ ଭଲ ପାଏ, ସେଥିରେ କୌଣସି ସନ୍ଦେହ ନାହିଁ, ମୁଁ ଯିବି, କିନ୍ତୁ ସେ ଏରୁଣ୍ଡି ବନ୍ଧ ପର୍ଯ୍ୟନ୍ତ ଯିବି, ତାଠୁ ଘର ଡେଇଁକି ଯାଇପାରିବିନି, ତାହେଲେ ଆପଣ ମରିବେ, ତା ଆଗକୁ ଯାଇପାରିବିନି। ରାଜାର ମନ ଫିକା ହେଇଗଲା। ତାପରେ ଚତୁର୍ଥ ରାଣୀ ପାଖକୁ ଯିବେ କି ନାହିଁ ଚିନ୍ତା କରୁଛନ୍ତି, ତାକୁ ତ ଆଦର କରିନାହାନ୍ତି, କେବେ ତାକୁ ସ୍ନେହ କରିନାହାନ୍ତି, କେହି ପଚାରି ନାହାନ୍ତି, ସବୁବେଳେ ଦୂର ଦୂର କରି ରଖିଛନ୍ତି। ତା ପାଖକୁ ଯିବା ପାଇଁ ସେ ଚାହିଁଲେ, ଭାବୁଥିଲେ ଯିବି କି ନାହିଁ, ଯିବି କି ନାହିଁ, ଥରେ ପଚାରିଦବା। ରାଣୀ ତ ଯାହାହେଲେ ତ ଗଲେ, ତାକୁ ପଚାରିଲେ, ମୁଣ୍ଡ ପୋତିକି ରହିଲେ। ସିଏ କହିଲେ ମହାରାଜ କାହିଁ, ସେ ସ୍ୱାମୀ କଣ ହେଲା, ଆପଣ ମସ୍ତକ ବନତ କରି ରହୁଛନ୍ତି? ନାଇଁ ସାହସ ହଉନି ମୁଁ ତମକୁ କିଛି ପଚାରିବା ପାଇଁ। କହୁନାହାନ୍ତି କଣ ସାହସ କରିବେ, ମୁଁ ଆପଣଙ୍କର ଦାସୀ, ଆପଣ ହିଁ ମୋର ସବୁ କିଛି, ଆପଣ କୁହନ୍ତୁ, ନିର୍ଭୀକରେ କୁହନ୍ତୁ, ଆପଣଙ୍କ ସବୁ ଆଦେଶ ମୋ ପାଇଁ ଶିରୋଧାର୍ଯ୍ୟ। ନା ମତେ ଲଜ୍ଜା ଲାଗୁଛି, ମୁଁ ତମକୁ କେବେ ପଚାରିନି, ତମକୁ କେବେ ସ୍ନେହ କରିନି, କେବେ ଆଦର କରିନି, ପ୍ରୀତି ନାହିଁ କି ଭକ୍ତି ନାହିଁ, କିଛି ନାହିଁ ତମ ପ୍ରତି, ତଥାପି ତଥାପି କିଛି ଅସୁବିଧା ନାହିଁ, ଆପଣ ମୋ ପାଖକୁ ଆସିଛନ୍ତି, ଏତିକି ବଡ କଥା, କୁହନ୍ତୁ କଣ କହିବେ? ସେ କହିଲେ ମୁଁ 3 ଦିନ ଭିତରେ ମରିବି, ମୋ ସାଥିରେ କେହି ଯିବା ପାଇଁ ଚାହୁଁନାହାନ୍ତି, ତମେ ଯିବ? ଆରେ ମହାରାଜ ଯିବ କଣ, କେତେ ଜନ୍ମ ଧରି ମୁଁ ତମ ସାଥେ ଆସିଛି, ତ ମଲା ପରେ ମୁଁ ହିଁ ସାଥିରେ ଯିବି, ଖାଲି ଗୋଟିଏ ଜନ୍ମ, ଜନ୍ମ ଜନ୍ମାନ୍ତର ସେ ତମ ପାଖରେ ମୁଁ ଅଛି, ତମେ ସିନା ବୁଝିପାରୁନ, ଜନ୍ମ ଜନ୍ମାନ୍ତର ମୁଁ ତମ ସାଥିରେ ଅଛି। ତମେ ମତେ ଯେତେ ଦୂରେଇ ଦିଅ, ଯେତେ ବିରୋଧୀ କର, ଯେତେ ମୋ ପ୍ରତି ଅନାସକ୍ତ ହୁଅ, ବା ଯେତେ ମୋ ପ୍ରତି ଅପ୍ରୀତି ଭାଜନ ହୁଅ, ତଥାପି ମୁଁ ତମକୁ ତମ ପାଖେ ପାଖେ ଅଛି, କାରଣ ତମକୁ ନିଜର ବୋଲି ମୁଁ ଭାବିଛି। ରାଜା କହିଲେ ବଢିଆ କଥା, ଗପଟା ତ ଇୟା, କିନ୍ତୁ ତାର କାହାଣୀ କଣ, ଉଦ୍ଧର କଣ? 4ଟା ରାଣୀ, ରାଜା, ଆମେ ହଉଛି ରାଜା। 4ଟା ସ୍ତ୍ରୀ ଯୋଉ କୁହାଗଲା, ପ୍ରଥମ ସ୍ତ୍ରୀ କଣ କହିଲା ଯେ
ମୁଁ ଆପଣଙ୍କୁ ବହୁତ ପ୍ରୀତି କରେ, ଆପଣ ବିନା ମୋର ସଂସାର ଅନ୍ଧକାର, କିନ୍ତୁ ଆପଣ ମରିଲା ପରେ ମତେ ରଖିବା ପାଇଁ ବହୁତ ଅଛନ୍ତି। ଯେତେବେଳେ ରଜା କହିଲେ ମୋ ସାଥିରେ ଯିବୁ କି, ଏ କହିଲେ ମୁଁ ଯିବିନି, ଆଉ ମୋ ବିନା ତମର କହୁଥିଲ ଅସ୍ତିତ୍ୱ ନାହିଁ କଣ? ଆରେ ଆପଣ ମରିଲା ପରେ ମତେ ବହୁତ ଅଛନ୍ତି ରଖିବା ପାଇଁ, ସିଏ ହେଲା ଅର୍ଥ। ଗୋଟେ ଲୋକ ମଲା ପରେ ତା ଅର୍ଥ ନେବା ପାଇଁ ସମସ୍ତେ ଅଛନ୍ତି। ପୁରା ଶାଗୁଣା ଯେମିତି ଆସେ ଝାମ୍ପିକି ନିଏ ମଡ଼ ଶରୀରଟାକୁ, ଝୁଣିକି ଖାଏ, ସେ ପୁରା ଗୋଟେ ପରିବାର ଅର୍ଥ ମୁରବୀ ଯିଏ, କର୍ତ୍ତା ଯିଏ, ତାର ମୃତ୍ୟୁ ପରେ ତା ପରିବାର ପୁରା ଝାମ୍ପିକି ନେବେ। ତାର ଯାହା ଥିବ ଡେଡ୍ ବଡି ପଡିଥିବ ପ୍ରଥମେ ଦେଖିବେ, ତା ପାସବୁକ୍ ଚେକ୍ କରିବେ, ପାସୱାର୍ଡ ଚେକ୍ କରିବେ ମୋବାଇଲରେ। ସତେ ଏ ପ୍ରାକ୍ଟିକାଲ ହଉଛି ଆଜିକାଲି, ଘର ଘର କି ବାତ। ତା ନାକରେ କାନରେ ଯାଉଛୁ ଝାମ୍ପିକି ସବୁ ଟାଣିକି ନେବେ ପୁରା। ତାପରେ ଡେଡ୍ ବଡି ଚିନ୍ତା କରି ତାକୁ ଦାହ କରିବା କି କୁଆଡେ ନବା। ଯେତେ ପ୍ରାୟ ସମସ୍ତେ ପ୍ରାୟ ଦେଖାଗଲାନି, ସମସ୍ତେ ସେମିତି ନୁହନ୍ତି କହିଲେ ଅପରାଧ, କିଛି ଭଲ ଅଛନ୍ତି, କିନ୍ତୁ ହସିବା କଥା ନାହିଁ, ସତ୍ୟ ଏଇଆ। କାହିଁକି ସମସ୍ତଙ୍କର ତାରି ଉପରେ ନଜର ଥାଏ। ତେଣୁ ସେ ରାଣୀ କହିଲା ମରିଗଲା ପରେ ମତେ ସମସ୍ତେ ନେଇ, ମହାରାଜ କଣ ତମେ ଭାବିଛ, ହେଲା ଅର୍ଥ। ଦ୍ୱିତୀୟ ରାଣୀ କଣ କହିଥିଲା, ଭଲ ତମେ ସବୁ ଭଲ ମୋର, କିନ୍ତୁ ମୁଁ ଯିବି କୋଉଠିକି, ଶ୍ମଶାନ ଘାଟ। ସେ ହଉଛନ୍ତି ଆମର ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ, ଏମାନେ ମଶାଣୀ ପର୍ଯ୍ୟନ୍ତ ଯିବେ, ଦାହ କରିଦେବେ। ଭଲ ଥିଲା। ଶ୍ମଶାନ ଯିବେ, ଶ୍ମଶାନରେ ଗୋଟେ ଶ୍ମଶାନ ବୈରାଗୀ ଗୋଟେ ଅଛି, ସେଠି ବୈରାଗୀ ଆସିବାଙ୍କର କଣ ନେଲା କିଆ। ଦେଖ କେତେ ଆମେ ଆଖି ଆଗରେ ଲୋକଟାକୁ ଦେଖୁଥିଲେ, କାଲି ସକାଳେ ସେ କଥା ହେଇଥିଲା, ଜଳଖିଆ ଖାଉଥିଲେ ବା ମଦ ପିଉଥିଲେ, ଯାହା କିଛି ମିଶିକିରି, ଲୋକଟା ମରିଗଲା, କିଛି ନେଲା, ଗୋଟେ ଧୂଳି ନେଇ ପାରିଲେ ଭାଇ। ସଂସାର ଏହାରେ କିଏ କାହାର ନାହିଁ। ଗୋଟେ ଲୋକ ଯେ ସାହିରେ ମରିଯିବ, ସେଦିନର ହଟ୍ ନ୍ୟୁଜ୍ ହଉଛି ସେଇଟା। ବାଟରେ ଘାଟରେ ଚା ପିଉତେ, ସିଗାରେଟ ଖାଉତେ, ଦୋସା ଖାଉତେ, ସେ କହେ କିଛି ନାହିଁ ସଂସାରରେ, କେହି କାହାର ସଂସାର। ଘର ଭିତରେ ବି ଡାଇନିଂ ଟେବୁଲ ସେଇ କଥା ଚାଲିଥିବ। ମାନେ ଦୁନିଆର ବଡ ବିଚିତ୍ର ରୂପ ବର୍ତ୍ତମାନ। କିଛି ନାହିଁ, ପୋଡିକି ଆସିଥିବେ ନା ଶ୍ମଶାନରେ, ସେ ବୈରାଗ୍ୟ ଭାବ ଆସିବ। କିଛି ନାହିଁ ସଂସାର, ମଲାଗଲା ସଂସାର, କିଏ କାହାର ଭାଇ। ଦେଖ କାଲି ସକାଳେ ଦେଖୁଥିଲେ, ସକାଳେ ମିଶିଲି ତା ସହିତ, ମରିକି ପଳେଇଲା, କିଛି ନେଲା। କିନ୍ତୁ ଘରକୁ ଆସିଲା ପରେ ଯୋଉ କଥା ସେଇ କଥା ଭୁଲିଗଲେ। ମଲା ଗଲା ବୋଲି ଦି ଘଡ଼ି କାନ୍ଦିବେ, କେହି ନ ଯିବେ ସାଙ୍ଗରେ। ତୃତୀୟ ରାଣୀ, ସେ ଅରିଜିନାଲ ରାଣୀ, ପ୍ରକୃତ ସ୍ତ୍ରୀ। ସ୍ତ୍ରୀ ମାନେ ଦ୍ୱାର ବନ୍ଧ ଯାଆନ୍ତି, ସାମ୍ନାକୁ ଆଉ ବେଶୀ ଦୂର ଯାଆନ୍ତିନି। ସିଏ ବି କୁଆଡେ ଏଇ ପ୍ରକାର ଯାହାକୁ ନିଜର ଅର୍ଦ୍ଧାଙ୍ଗିନୀ କରିଥିବା, ଧର୍ମପତ୍ନୀ କହିଥିବା, ଯେ ନିଜର ଅଧାରୁ ଅଧା କୁହାଗଲା, ସିଏ ବି ସାଥିରେ ଯିବ, ତାର ତ କେହି ଯିବେନି। ଚତୁର୍ଥ ରାଣୀ ହଉଛନ୍ତି ଆମର ବିଷୟ। ଚତୁର୍ଥ ରାଣୀ ହଉଛନ୍ତି ପରମାତ୍ମା, ଯିଏକି ଭଗବାନ। ତାଙ୍କୁ ଆମେ କେବେ ଡାକିନେ, ରାଜା କେବେ ଭଲ ପାଇନଥିଲା, କେବେ ତା ପ୍ରତି ଅନୁରାଗ ଯୁକ୍ତ ହେଇନଥିଲା, କେବେ ପ୍ରୀତିଭାଷଣ ହେଇନଥିଲା, ଭକ୍ତି ନାହିଁ କି, ପ୍ରୀତି ନାହିଁ କି, ମମତା ନାହିଁ କି, ସ୍ନେହ ନାହିଁ, ବରଂ ବିରୋଧୀ କରୁଥିଲା, ଗାଳି କରୁଥିଲା, କଟୁକ୍ତି ବ୍ୟଙ୍ଗୋକ୍ତି ଭର୍ସନା କରୁଥିଲା। ସେ ହଉଛନ୍ତି ଭଗବାନ। ସେ ଚତୁର୍ଥ ରାଣୀ କଣ କହିଲେ, ଭଗବାନ କଣ କହିଲେ, ସେ ମୁଁ ତମର ପାଖରୁ କିଛି ଚାହୁଁନି, ତମେ ହିଁ ମୋର ନିଜର ବାସ। ମୁଁ ଥରେ ଭାବିଛି ତମେ ମୋର ନିଜର, ତମେ ମୃତ୍ୟୁ ହେଲେ ମୁଁ ତମ ସାଥିରେ ଯିବି, ଯେଦିନ ରହିଛ ତମ ସାଥିରେ ରହିବି। ଜନ୍ମ ଜନ୍ମାନ୍ତର ଧରି ଆସିଛି, ଜନ୍ମ ଧରି ଚାଲିବ, କାହିଁକି ନା ମୁଁ ପ୍ରତିଜ୍ଞା କରିଛି ଦିନ ନା ଦିନ ମତେ ବୁଝିପାରିବ, ଦିନ ନା ଦିନ ମତେ ନିଜର କରିବ, ମତେ ବୁଝିପାରିବ, ମତେ ଅନୁଭବ କରିପାରିବ। ଏଇ ହଉଛନ୍ତି ଭଗବାନ, ଯିଏକି ମଙ୍ଗଳମୟ, ଯିଏକି କରୁଣାମୟ, ଯିଏକି ଆମର ଅତ୍ୟନ୍ତ ନିଜର। ସଂସାର ତ ବାହାରେ ଅଛି ନା, ଭଗବାନ ଭିତରେ ଅଛନ୍ତି। ଆମେ କାଟିଦବା ଭଗବାନ, ସାଇଣ୍ଟିଷ୍ଟ ମାନେ କାଟିବେ, ମାନେ ଭିତରେ ମିଳେ ନା ନାଇଁ। ତାକୁ ଦେଖିବା ପାଇଁ କଣ ଦରକାର, ଦୃଷ୍ଟିଭଙ୍ଗୀ ଦରକାର, ଦୃଷ୍ଟିକୋଣ ଦରକାର। ତାପରେ ଭଗବାନ ମଧ୍ୟ ଦେଖନ୍ତୁ ସର୍ବତ୍ର ରହୁଛନ୍ତି। ସେ ଭଗବାନଙ୍କର ଯେ ଶବ୍ଦ କୁହାଯାଇଛି, ସେ ସର୍ବତ୍ର ସର୍ବବ୍ୟାପକ କୁହାଗଲା। ସବୁ ରୂପରେ ସେ ରହୁଛନ୍ତି, ମୂଳ ରୂପରେ ସେ ଅଛନ୍ତି ଗୋପାଳ ରୂପରେ, କିନ୍ତୁ ତାଙ୍କର ଶକ୍ତି ସବୁଠି ସଞ୍ଚାରିତ ହେଇଛି। ତେଣୁ ଆମେ ଜୀବନରେ କାହାକୁ ଉଦ୍ବେଗ ଦେବା ଦରକାର ନାହିଁ, କାହାକୁ କଷ୍ଟ ଦେବା ଦରକାର ନାହିଁ, କାହାକୁ ହାର୍ଡ କଥା କହିବା ଦରକାର ନାହିଁ। ଗୋଟେ ପଟେ ଭଗବାନଙ୍କୁ ଭଜନ କରୁଥିବା, ଗୋଟେ ପଟେ ଭଗବାନଙ୍କର ସନ୍ତାନକୁ ଆମେ କଷ୍ଟ ଦଉଥିବା, ସେଥିରେ କିଛି ଭଜନ ହବନି, ତାକୁ ଠିକ ନୁହେଁ। ତେଣୁ ସମସ୍ତେ ଭଗବାନଙ୍କ ସନ୍ତାନ, ସମସ୍ତ ପ୍ରତି ଆମର ଯେତିକି କର୍ତ୍ତବ୍ୟ ଜ୍ଞାନ ସେତିକି କରିବା ଦରକାର, ନହେଲେ ଅସୁବିଧା ହେଇଯିବ। ଯୁଧିଷ୍ଠିର ମହାରାଜ ମହାଭାରତରେ ଦେଖାଯାଇଛି, ଯୁଧିଷ୍ଠିର ମହାରାଜ ମହାଭାରତ ସମୟରେ ଗୋଟେ ସର୍ତ୍ତ କଲେ, କହିଲେ
ରାତି 12ଟା ପରେ ମୋର ଉପାସନା ଆରମ୍ଭ ହବ, ତେଣୁ ମତେ କେହି ଡିଷ୍ଟର୍ବ କରିବେନି। କଣ କହିଲେ? ରାତି 12ଟା ପରେ ମୋର ଉପାସନା ଆରମ୍ଭ ହବ, ମତେ କେହି ଡିଷ୍ଟର୍ବ କରିବେନି। ତାଙ୍କ ଛାଉଣି ଶିବିର ଅଲଗା ଥିଲା, ତେଣୁ ଏମାନେ ଭାଇମାନେ ସବୁ ତାଙ୍କୁ ସେ ରାଜନା ତାଙ୍କୁ ସୁରକ୍ଷା କରିବା ପାଇଁ କିଛି ପ୍ରହରୀ ସବୁ ରଖା ହେଇଥିଲା। ରାତି 12ଟା ପରେ ସେ ଉପାସନା କରନ୍ତି ତାଙ୍କର ଧର୍ମରାଜ ଯିଏ। କିନ୍ତୁ କିଛି ଦିନ ପରେ ଗୋଟେ ଗୁପ୍ତଚର ଆସିକି ଅର୍ଜୁନକୁ କହିଲେ, ମହାରାଜ କଣ ରାତି 12ଟା ପରେ ମୁଁ ଗୋଟେ ଘଟଣା ଦେଖିଲି। ନା କଣ? ନା ମହାରାଜ ଯିଏ କି ଯୁଧିଷ୍ଠିର ମହାରାଜ, ସେ କୁଆଡେ ଯାଉଛନ୍ତି ବାହାରକୁ, ଶିବିରରୁ ବାହାରକୁ ଯାଉଛନ୍ତି। ଅର୍ଜୁନ କହିଲେ ଏତେ ନାମୁମକିନ, ସେ ତ ଉପାସନା କରୁଛନ୍ତି। ଆଉ ଦ୍ୱିତୀୟ କଥା, ସେ ଛଦ୍ମବେଶରେ ଯାଉଛନ୍ତି। ଆଶ୍ଚର୍ଯ୍ୟ ହେଇଗଲା, ରେ ଛଦ୍ମବେଶରେ ଯାଉଛନ୍ତି ରାତି 12ଟାରେ? ଯୁଧିଷ୍ଠିର ମହାରାଜ ଯାଉଥିଲେ। କଷ୍ଟ ପାଇଲେ, ବିଶ୍ୱାସ କଲେନି। ସାଙ୍ଗେ ସାଙ୍ଗେ ଭୀମ ଦାଦା ଆସିଗଲେ, ନକୁଳ ସହଦେବ ଆସିଗଲେ, ପରାମର୍ଶ କଲେ, ନା ଇଏ ସମ୍ଭବ ନୁହେଁ, ତମେ ଆଉ କାହାକୁ ଦେଖିଥିବ, ରାତିରେ ଆଉ କାହାକୁ ଦେଖିଥିବ। ଆରେ ସିଏ ଆମର ସତ୍ୟ ପ୍ରତିଜ୍ଞ, ସତ୍ୟନିଷ୍ଠ, ସିଏ ଧର୍ମରାଜ, ସିଏ ଉପାସନା କରୁଥିବେ, ତେଣୁ ଆମେ ତାଙ୍କୁ ସତର୍କ ରଖା ହେଇଛି, ସୁରକ୍ଷିତ କରି ରଖା ହେଇଛି, ସେ କାହିଁ ଯିବେ। ତଥାପି ଅର୍ଜୁନ କହିଲେ, ଯଦି ଭଲରେ ତନାଘନା କର, ଯାଞ୍ଚ କର। ତାର କିଛି ଦିନ ପରେ ସେ ଲୁଚିକି ଥିଲା, ସେ ଦେଖିଲେ ସତ୍ୟ ହିଁ ଏଇ ଯେ ସେ ଶିବରୁ ସେ ସାଉଣ୍ଡରୁ ଯିଏ ବାହାରୁଛନ୍ତି ସେ ଯୁଧିଷ୍ଠିର ମହାରାଜ ଛଦ୍ମବେଶରେ ଯାଉଛନ୍ତି। ସେ ଆସି କହିଲେ, ନାଇଁ ମା, ଏମାନଙ୍କୁ କହିଲେ, ନା ମୁଁ ଯାହା କହିଥିଲି ସେ ସତ୍ୟ, ସେ ତାଙ୍କ ବିନା ଆଉ କେହି ନାହାନ୍ତି, ତାଙ୍କ ସାଉଣ୍ଡରେ କେହି ନାହାନ୍ତି, ସେ ନିଜେ ଅଛନ୍ତି, ସେ ହିଁ ଯାଉଛନ୍ତି। ଏମାନଙ୍କ ମନ ଭିତରେ ବଡ କଷ୍ଟ ହେଲା। ଏମିତି କଣ ଦୁର୍ଘଟଣା ଘଟିଲା ଯେ ସେ ରାତି ଅଧରେ ଯାଉଛନ୍ତି, କୁଆଡେ ଯାଉଛନ୍ତି? ଅର୍ଜୁନ ଗଲେ ତାଙ୍କୁ। ଅର୍ଜୁନ ଥରେ ରାତି 12ଟାରେ ଲୁଚିକି ରହିଲେ ଶିବିର ପଛପଟେ, ଦେଖିଲେ ଭାଇ ହିଁ ଯାଉଛି ଛଦ୍ମବେଶରେ। ଧରିଛନ୍ତି ଗୋଟେ ପାତ୍ର, ଗୋଟେ ବିରାଟ ପାତ୍ର, ସେଥିରେ ଜଳ ଭର୍ତ୍ତି କରି ଧରିଛନ୍ତି। ଯାଉଛନ୍ତି କୋଉଠିକି? ଯୋଉଠି ଯୁଦ୍ଧ ହେଇଥିଲା ସେଇଠିକି ଯାଉଛନ୍ତି। ପ୍ରଥମେ ଗଲେ ଯୋଉମାନେ ସବୁ ମରିଛନ୍ତି, ସବୁ ତାଙ୍କରି ପାଣ୍ଡବ ସୈନ୍ୟମାନେ। ସେ ଯେ ତାଙ୍କ କାନ ପାଖରେ କିଛି କୁହନ୍ତି, ପାଟି କରନ୍ତି, ଟିକେ ତାକୁ ହଲାନ୍ତି, ଟିକେ ଯଦି ତାର କିଛି ଜୀବନ ଟିକେ ଥିବ ତାକୁ ଟିକେ ଜଳ ଟିକେ ଦିଅନ୍ତି, ପାଣି ଟିକେ ଦିଅନ୍ତି, ଆଉ ତାକୁ ପଚାରନ୍ତି, ଶେଷ ମୁହୂର୍ତ୍ତ ତ, ତମର କିଛି ଅଭିଳାଷ ଅଛି କି, ପୁଅ ଝିଅ କିଛି ଖବର ଦବାର ଅଛି କି? ଗୋଟେ ଖବର ନିଅନ୍ତି। ସେ ଯଦି କହିବ, ହଁ ମହାରାଜ, ମୋ ପୁଅଟା ଚାକିରି ପାଇନି, ବା ସ୍ତ୍ରୀଟା ଅଛି, ଖାଇବାକୁ ନାହିଁ, ଯାହାହେଲେ କିଛି, ଏ ସବୁ ଡାଟା ରଖନ୍ତି। ପ୍ରଥମେ ପାଣ୍ଡବ ମାନଙ୍କ ଯେତେ ସବୁ ମରିଥିଲେ ତାଙ୍କ ପାଖକୁ ଯାଉଥିଲେ, ଶେଷରେ ତାଙ୍କର ଯାଉଥିଲେ କୋଉଠି? କୌରବ ମାନେ ଯୋଉଠି ମରିଥିଲେ ସେମାନେ ପାଖକୁ ସେଇ ଗଲେ, ସମସ୍ତେ ମୃତ ଶରୀର ପାଖକୁ ଯାଉଥିବାର, ତା କାନ ପାଖରେ ଚିତ୍କାର କରୁଥିବାର, ଯଦି କିଏ ନ ଶୁଣିଲା ତାକୁ ଛାଡୁ ଦଉଥିଲେ, ଯଦି ଟିକେ ଟିକେ ସେ ସୁଖ ହଉଥିବ ତାକୁ ପାଣି ଟିକେ ଦେଇ ଦଉଥିବାର, ତାକୁ ଟିକେ ସଚେତ କରୁଥିବାର, ତା ମୁଖରୁ ଦିପଦ ଶୁଣୁଥିବାର, ତାକୁ ଆଶ୍ୱାସନା ବାଣୀ ଦଉଥିବାର, ତ ଶାନ୍ତିରେ ମରିବା ପାଇଁ। ତ ଭଲ, ହଁ ଇଆକୁ ଦେଖନ୍ତୁ, ଯୁଦ୍ଧରେ କୌରବ ଜିଣୁ କି ପାଣ୍ଡବ ଜିଣୁ, କିନ୍ତୁ ମୁଁ କଥା ଦଉଛି, ଛଦ୍ମବେଶ ଯାଇଛନ୍ତି, କଥା ଦଉଛି ନିଶ୍ଚିତ ରୂପେ ତମର ଶେଷ ଅଭିଳାଷ ପୂର୍ଣ୍ଣ ହବ, ତମ ପରିବାର ଦାୟିତ୍ୱ ନିଆଯିବ, ନିଶ୍ଚିନ୍ତ ହେଇଯିବ। ଏଇ ପ୍ରକାର ସମସ୍ତେ ଆଶ୍ୱାସନା ଦେଇକି ସେବା କରି ସେ ଆସୁଥିଲେ। ଅର୍ଜୁନ ଦେଖି ପୁରା ତାଜ୍ଜୁବ, କହିଲେ ଆରେ ବାବା। ଯେତେବେଳେ ସେ ଆସିଲେ, ସିଧା ମାନେ ଉପାସନା ଘଡି ସରିବା ଉପରେ ସେ ସମୟରେ ଆସିଯାଆନ୍ତି, ଛାଉଣି ଭିତରୁ ଯାଆନ୍ତି, ତାଙ୍କର ସ୍ନାନ ଶୌଚାଦି କରି ରେଡି ଯାଆନ୍ତି। ସକାଳୁ ସକାଳୁ ସବୁ ଭାଇମାନେ ଆସି ପ୍ରଣାମ କରନ୍ତି। ଯେତେବେଳେ ଅର୍ଜୁନ ଆସି ପ୍ରଣାମ କଲେ, ସେ ସମସ୍ତେ ଅଛନ୍ତି ସେଇଠି ପଚାରିଲେ, ଆପଣ ଧର୍ମରାଜ, ସତ୍ୟ ପ୍ରତିଜ୍ଞ, ସତ୍ୟନିଷ୍ଠ, ଧର୍ମର ପ୍ରତୀକ ଆପଣ, କିନ୍ତୁ ଆପଣ ଅସତ୍ୟ ବଚନ କାହିଁ କହିଲେ? ଆପଣ ଅସତ୍ୟ ବଚନ କାହିଁ କହିଲେ? କହିଲେ, କୋଉଠି ଅସତ୍ୟ ବଚନ କହିଲି? ଆପଣ କହିଥିଲେ ନା ଉପାସନାରେ ଅଛନ୍ତି ବୋଲି। ଆରେ ଆପଣ ଉପାସନାରେ ଅଛନ୍ତି ବୋଲି ଆମେ ଆପଣଙ୍କୁ ସୁରକ୍ଷା କରିବା ପାଇଁ ଆମେ କେତେ ବ୍ୟବସ୍ଥା କରୁଛୁ, କାହିଁକିନା ଆପଣ ହେଲେ ରାଜା, ମହାରାଜ। ଆପଣ ଯଦି ଆପଣଙ୍କୁ କିଛି ଅସୁବିଧା ହେଇଛି, ତାହେଲେ ମହାଭାରତ ସରିଯିବ ପୁରା, ଖେଳ କଥା। ଆପଣଙ୍କ ଶରୀର ହିଁ ବହୁତ ମୂଲ୍ୟବାନ, ଆପଣଙ୍କୁ ସୁରକ୍ଷା କବଚ ଭିତରେ ରଖାଯାଇଛି, କିନ୍ତୁ ଆପଣ ଯାଇଛନ୍ତି ସେ ଶତ୍ରୁ ଶିବିର ପାଖାପାଖି ଯାଉଛନ୍ତି, ଏଇଟା ଠିକ ନୁହେଁ, ଏଇଟା ଅସତ୍ୟ କଥା ହିଁ କହିଛନ୍ତି। ସେତେବେଳେ ଭୀମ ଦାଦା ଆରମ୍ଭ କଲେ କଥା, ସେ ଟିକେ କଡକ ନା, କହିଲେ ଆପଣ ଯାଉଛନ୍ତି ଠିକ ଅଛି, ସେ ଏମିତି ଯାଇକି ପାଣି କାହିଁକି ଦଉଛନ୍ତି, ପାଣିରେ କାହିଁକି ଦଉଛନ୍ତି? ଏ କହିଲେ, ଦେଖ ଭୀମ,
ପାଣି ଏଥିପାଇଁ ଦିଆଯାଉଛି ଶେଷ ମୁହୂର୍ତ୍ତରେ, ଯେହେତୁ ସେମାନେ ମୋରି ପାଇଁ ମରିଛନ୍ତି, ମୋର କର୍ତ୍ତବ୍ୟ ଥିଲା, ମୋରି ପାଇଁ ସେମାନେ ମରିଛନ୍ତି ନା, ରାଜା ନା ଆମେ, ଆମରି ପାଇଁ ସେମାନେ ମରିଛନ୍ତି। ତେଣୁ ମୋର କର୍ତ୍ତବ୍ୟ ଥିଲା ସେମାନଙ୍କୁ ଶେଷ ମୁହୂର୍ତ୍ତରେ ଟିକେ ତାଙ୍କୁ ମୃତ୍ୟୁ ସମୟରେ ଜଳପାନ ଦବା। ମୃତ୍ୟୁ ସମୟରେ ଏଥିପାଇଁ ମୁଖରେ ଜଳ ଟିକେ ଦିଆଯାଏ, ବିଶେଷ କରି ତୁଳସୀ ଦିଆଯାଏ, ଗଙ୍ଗା ଜଳ ଦିଆଯାଏ। ମୃତ୍ୟୁ ସମୟରେ ଯଦି କିଛି ଜଳ ଦିଆଯାଏ ସେଟା ଅମୃତ ବୋଲି କୁହାଯାଇଛି। ଯଦି ସେ କହୁଛନ୍ତି ମୃତ୍ୟୁ ସମୟରେ ସଂସାର ଛାଡିକି ସେ ଯିବ, ତା ମୁଖରେ ଯୋଉ ତୃଷା ଥିବ ନା, ତାକୁ ଦୂରୀଭୂତ କରିବା ପାଇଁ ଜଳ ଟିକେ ଦିଆଗଲା। ଏଟା ମାନବିକତାର ଧର୍ମ, ଏଇଟା ଚାହିଁ କଲି। ଆଉ ତାଙ୍କର ଯୋଉ କିଛି ଅଭିଳାଷ ଥାଏ, କାହିଁକିନା ମୋରି ପାଇଁ ସେମାନେ ଅସମୟରେ ସବୁ ସଂସାର ତ୍ୟାଗ କରିଛନ୍ତି, ତାଙ୍କର ପରିବାର ପ୍ରତି କିଛି କର୍ତ୍ତବ୍ୟ ରହିଛି। ଆଉ ମୋ ରାଜା ସେଠି ମୋର କର୍ତ୍ତବ୍ୟ ନାହିଁ ତାଙ୍କୁ ଖବର ନବାଟା। ତେଣୁ ମୁଁ ତାଙ୍କୁ ଖବର ସଂଗ୍ରହ କରେ, ଆଉ ଦିବସ ସମୟରେ ତାଙ୍କ ଘରକୁ ଖବର ପଠାଏ, ଯାହାକୁ ଯାହା ଦରକାର ସେ ବ୍ୟବସ୍ଥା ମୁଁ କରିଦିଏ। ଠିକ ଅଛି, ଏମାନେ ଆମରି ପାଣ୍ଡବ ମାନ ପାଇଁ କଲେ, ଆପଣ ସେ କୌରବ ମାନ ପାଇଁ ଶତ୍ରୁ ଯାକ ସେମାନେ ଶତ୍ରୁ, ଆପଣ ସେଇଠି କାହିଁକି ଯାଉଥିଲେ? କହିଲେ ହଁ ଠିକ ଅଛି, ଶତ୍ରୁ ବି ଯାଉଥିଲେ, ଯିବା କଥା ନଥିଲା, କାହିଁକିନା ସେମାନେ ଶତ୍ରୁ ସେ କହିଲେ ଆପଣଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, ଆମମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ସେମାନେ କାହାକୁ ହତ୍ୟା କରିପାରିଲେନି, ନିଜେ ହିଁ ମରିଗଲେ। ଆଉ ସେମାନେ ସହିତ ଆପଣ କଣ ମତଲବ କାହିଁକି ଯାଉଛନ୍ତି? ଏ କହିଲେ ଦେଖ, ଆମର ଲୋକମାନେ ତାଙ୍କ ଶରୀର ତିଆରି ହେଇଛି ପଞ୍ଚଭୂତିରେ ତିଆରି ହେଇଛି, ଆଉ କୌରବ ପକ୍ଷ ଶତ୍ରୁ ପକ୍ଷ ଶରୀର ମଧ୍ୟ ପଞ୍ଚଭୂତିରେ ତିଆରି ହେଇଛି। ତେଣୁ ଏଇ ଶରୀର ସେଇ ଶରୀର ଭିତରେ କିଛି ତଫାତ ନାହିଁ। ଏଇଠି ପରମାତ୍ମା ଅଛନ୍ତି ଆଦେହରେ, ସେଇଠି ପରମାତ୍ମା ଅଛନ୍ତି। ଏ ବି ଗୋଟେ ଜୀବାତ୍ମା, ସେ ବି ଗୋଟେ ଜୀବାତ୍ମା। ଯୁଦ୍ଧର କ୍ଷେତ୍ର ଅଲଗା, କିନ୍ତୁ ଜଣେ ସଂସାର ଛାଡିକି ଯାଉଛି, ସେଠି ତାଙ୍କୁ ସେଇ ଦୃଷ୍ଟିରେ ବିଚାର କରିବା ଦରକାର। ତେଣୁ ସେ ଶତ୍ରୁ ମିତ୍ର ଭାବନା ମୁଁ ରଖିନି। ଗୋଟେ ଦୁନିଆରେ ଗୋଟେ ମଇଦାନ ଛାଡି ସଂସାର ଛାଡି ଯାଉଛି, ତ ତାରି ମୁଖରେ ପାଣିଟେ ଦେଲେ କଣ ଅସୁବିଧା ହେଇଗଲା? ଏଥିରେ କଣ ଧର୍ମହାନି ହେଇଗଲା? ଆଉ ତାର ଶେଷ ଇଚ୍ଛା ଯେ ପୂରଣ କରିଦେଲେ, ଏ ଅସୁବିଧା କଣ? ତାପରେ ଆପଣ ଆଚ୍ଛା ଛଦ୍ମବେଶରେ କାହିଁ ଯାଉଛନ୍ତି? ଛଦ୍ମବେଶରେ ଏଇଥିପାଇଁ ଯାଉଛି, ଆମରି ପାଣ୍ଡବ ବଂଶ ନିଶ୍ଚିତ ରୂପରେ ମୁଁ ରଜା ବେଶରେ ଗଲେ ମତେ ସ୍ୱାଗତ କରିବେ, ଆନନ୍ଦ ହେବେ, ଗ୍ରହଣ କରିବେ। କିନ୍ତୁ ଯଦି ମୁଁ ରଜା ବେଶରେ ଯାଇଥାନ୍ତି, ମୋ ହାତରୁ ପାଣି ପିଇଥାନ୍ତି ସେମାନେ, ଆରେ ଏଇ ଯୁଧିଷ୍ଠିର ପାଇଁ ଆମେ ସବୁ ମଲୁ, ଆରି ପାଇଁ ଆମେ ସବୁ ମରିଛୁ, ମୋ ହାତରୁ ପାଣି ବି ସେମାନେ ପିଇ ନଥାନ୍ତେ। ଆଉ ତାଙ୍କର ଅନ୍ତିମ ଇଚ୍ଛା ପ୍ରକାଶ କରିନଥାନ୍ତେ, କାହିଁକି ନା ସେମାନେ ମରିବା ପାଇଁ ଯାଉଛନ୍ତି, ନିଶ୍ଚିତ ରୂପରେ ସନ୍ଦେହ କରିବେ, ଇଏ ଆମକୁ ମାରିଛି, ଆମ ପରିବାରକୁ ମାରିବ ଇଏ, ବିଲକୁଲ। ତେଣୁ ସେ ଛଦ୍ମବେଶ ଯାଇଥିଲେ। ସେଠି ଅର୍ଜୁନ ଗୋଟେ ଆରମ୍ଭ କଲେ। ଅର୍ଜୁନ ଟିକେ ବିବେକବାନ, କହିଲେ ଆପଣ ସବୁ ଠିକ କରିଛନ୍ତି, କିନ୍ତୁ ଉପାସନା କାହିଁ କହିଲେ? ଆପଣ ଅସତ୍ୟ କଥା କାହିଁ କହିଲେ? ଉପାସନା ଅର୍ଥ କଣ ଜାଣିଛ ନା? ଉପୟାନି, ନିକଟରେ, ଆସନ ମାନେ ଆସନ, ନିକଟରେ ବସିବ। ମୁଁ କାହା ନିକଟରେ ବସିଥିଲି? ମୁଁ ସର୍ବତ୍ର ସେ ଭଗବାନଙ୍କୁ ପରମାତ୍ମା ଦର୍ଶନ କରୁଥିଲି, ସର୍ବତ୍ର ସେ ପରମାତ୍ମା ଦର୍ଶନ କରୁଥିଲି। ଶତ୍ରୁ ମିତ୍ର ଭାବନା ଛିଡ଼ି ନଥିଲା। ଯୁଦ୍ଧର ମଇଦାନ ଭିତରେ ବିଚାର ଥିଲା ଶତ୍ରୁ ମିତ୍ର, କିନ୍ତୁ ଶେଷ ମୁହୂର୍ତ୍ତରେ ମୁଁ ପହଞ୍ଚିଥିଲି, ଗୋଟେ ଲୋକ ବିଦାୟ ନେଉଛି ତା ଭିତରେ ଭଗବତ ତତ୍ତ୍ୱକୁ, ତାରି ସେବା, ଏଇ ଭାବରେ ମୁଁ ଯାଇଥିଲି। ତା ଅର୍ଥ କହିବାକୁ ଏଇ ପ୍ରକାର କର୍ତ୍ତବ୍ୟ ଗୋଟେ ଏମିତି ଥାଏ, ବାସ୍ତବ ଧର୍ମ ସେଇଟା। ତେଣୁ ଆମକୁ ଏ ଜଗତରେ ବହୁତ କିଛି ଶିକ୍ଷକ ମିଳେ ବାସ୍ତବରେ। ସେଥିପାଇଁ ଯୁଧିଷ୍ଠିର ମହାରାଜ କହିଲେ, ଏ ହିଁ ମୋର, ଏଇଥିପାଇଁ ମୁଁ ଉପାସନା କଥା କହିଲି। ସମସ୍ତ ମନ ତୃପ୍ତି ହେଇଗଲା, ସମସ୍ତେ ଜୟ ଜୟକାର କଲେ। ଏଇ ହେଉଛି ଯୋଉ ଏତେ ବଡ ଜଣେ ଧର୍ମାତ୍ମାଙ୍କର ଯୋଉ ବିଚାର। ଦେଖନ୍ତୁ, ମଇଦାନରେ ଯୁଦ୍ଧ କ୍ଷେତ୍ରରେ ସେ ଶତ୍ରୁତା କରିଛନ୍ତି, ଯୁଦ୍ଧ ବି କରିଛନ୍ତି, କିନ୍ତୁ ଯୁଦ୍ଧରୁ ଓହ୍ଲେଇଲା ପରେ ତାଙ୍କର ମାନବିକତା ଜାଗ୍ରତ ହେଇଛି, ସେ ତାଙ୍କର ଇଏ କରୁଛନ୍ତି। ସେଥିପାଇଁ ଆମର ଭଗବାନ ଯେତେବେଳେ ପୁତନାକୁ ମାରିବାକୁ ଗଲେ, ଆଖି ବନ୍ଦ କରିଦେଇଥିଲେ। ଆଖି ବନ୍ଦ କରିବାର କାରଣ ହଉଛି, ଚକ୍ଷୁ ବନ୍ଦ କରିବା କାରଣ ହଉଛି, ପୁତନା ମହର୍ଷି ଯେତେବେଳେ ଯାଇଛି କୃଷ୍ଣଙ୍କୁ ତାଙ୍କର ହଳହଳ ବିଷକୁ ପାନ କରି ତାକୁ ମାରିବା ପାଇଁ, ଠାକୁରଜୀ ଚକ୍ଷୁ ବନ୍ଦ କଲେ। କେତେ କାରଣ ଅଛି। ଗୋଟେ କାରଣ ବିଶ୍ୱନାଥ ପଦ ଆମର କହୁଛନ୍ତି, ତତ୍ ମରଣ ବୈକଲ୍ୟ ଦର୍ଶନ ଅଭାବ, ମାନେ ତାର ମୃତ୍ୟୁ ସମୟରେ ଯନ୍ତ୍ରଣାକୁ ମୁଁ ଦେଖିପାରିବିନି। ଠାକୁରଜୀ କଣ ଚିନ୍ତା କଲେ, ମୁଁ ଆକୁ ତ ମାରିବି, କିନ୍ତୁ ମୃତ୍ୟୁ ସମୟରେ କଷ୍ଟ ମୁଁ ଦେଖିପାରିବିନି। ଗୋଟେ ପଟେ ଦଣ୍ଡଦାତା, ଏପଟେ କରୁଣାମୟ, ତମେ ତାକୁ ମାରିବ, ତାର କଷ୍ଟ ଦେଖିପାରିବନି। ତେଣୁ ବିଶ୍ୱନାଥ କହୁଛନ୍ତି ଚକ୍ଷୁ ବନ୍ଦ କରିବା ଗୋଟେ କାରଣ ହଉଛି,
ତାକୁ ତ ଇଏ ତ ମୋ ହାତରେ ମରିବ, କିନ୍ତୁ ମଲେ ଯେ ତାର ଯନ୍ତ୍ରଣା ହବ, ତା କଷ୍ଟ ମୁଁ ଦେଖିପାରିବିନି। ଏଇ ହଉଛି ଆମର ଠାକୁରଜୀ। ତାକୁ ମାରିତେ ନାହାନ୍ତି, ଉଦ୍ଧାର କରିଛନ୍ତି, କିନ୍ତୁ ମୃତ୍ୟୁ ତ ଗୋଟେ ନା ଯାହାହେଲେ ମଧ୍ୟ ମାଧ୍ୟମ ଆସିଛି। ସେଥିପାଇଁ ସେ ଦଣ୍ଡ ବି ଦିଅନ୍ତି, କିନ୍ତୁ କଷ୍ଟଟା ବି ସେ ଗ୍ରହଣ କରୁଛନ୍ତି। ଦେଖୁ ସେ ଜଗତ ପିତା ନା, ସେ ଜଗତ ପିତା କୁହାଗଲା। ପିତା ହମସ୍ୟ ଜଗତ ମାତା ଧାତା ପିତାମହ ଅହଂ ବୀଜ ପ୍ରଦ ପିତା। ସେଥିପାଇଁ କୁହାଯାଇଛି କୃଷ୍ଣ ଜଗତର ପିତା ଜେନା ଭଜେ ବାପ ଜନ୍ମ ଜନ୍ମ ଅଧମର ଲାଗେ ବଡ ତାପ। ଜଗତର ପିତା ହଉଛନ୍ତି ସେ, ତାକୁ ଯିଏ ଭଜନ କରିବନି ଜନ୍ମ ଜନ୍ମ ତାକୁ ତାପ ଲାଗିବ। ଏଥିପାଇଁ ପ୍ରାୟ ଭଗବାନଙ୍କର ଭଜନ କରିବା ଦରକାର। ଦେଖୁ ତାଙ୍କୁ ସେ କି ଜାଣିପାରନ୍ତିନି ବାସ୍ତବରେ। ଆମର ସେ ପ୍ରକାର ସତ୍ସଙ୍ଗର ଅଭାବ ଅଛି, ତାଙ୍କୁ ଆମେ ବୁଝିପାରୁନି। ବ୍ରହ୍ମାଜୀ ପ୍ରାର୍ଥନା କରୁଛନ୍ତି, ସେ ବୁଝିପାରୁନଥିଲେ, କହିଲେ ଆଜି ପର୍ଯ୍ୟନ୍ତ ଭଗବାନଙ୍କୁ ମୁଁ ଜାଣିପାରିନି। ସେ କେତେବେଳେ କୋଉଠି କି ରୂପରେ ଆସୁଛନ୍ତି, କାହିଁକି ଆସୁଛନ୍ତି, ମୁଁ ବି କିଛି ଜାଣିପାରୁନି। ଆମେ କଣ ଜାଣିବା କୁହନ୍ତୁ? ସେ କହିଛନ୍ତି କୋବେତି ଭୂମନ ଭଗବାନ ପରାତ୍ମନ ଯୋଗେଶ୍ୱର ଜଗତି ଭବତି ତ୍ରୈଲୋକ୍ୟମ୍। ଏଇ ତ୍ରିଲୋକରେ କିଏ ବେତି, କୋ ବେତି, କିଏ ଜାଣିଛି ସେ ପରାତ୍ପର ପରବ୍ରହ୍ମ, ସେ ଭଗବାନ ପରମାତ୍ମାକୁ, ଯିଏକି ଯୋଗେଶ୍ୱର, ତାଙ୍କୁ କିଏ ଜାଣିଛି? କେମିତି? କ୍ୱାହଂ କହିଲା, କ୍ୱାହଂ କତି ବା କଦେତି ବିସ୍ତାରଣ କ୍ରୀଡ଼ସି ଯୋଗମାୟା। ଯିଏକି ଯୋଉ ଭଗବାନ, ଯିଏକି ନିଜର ଯୋଗମାୟାକୁ ବିସ୍ତାର କରି କ୍ରୀଡ଼ା କରିବା ପାଇଁ କେତେବେଳେ କୋଉ ରୂପରେ କାହିଁକି ଆସୁଛନ୍ତି, କିଏ ଜାଣିନାହାନ୍ତି। ଯଦି କିଏ କହୁଛି ମୁଁ ଜାଣିଛି, ସେ ଜାଣିପାରେ, ବ୍ରହ୍ମା ନିଜେ କହୁଛନ୍ତି। ଯଦି ସେ ପରବ୍ରହ୍ମ ପରମାତ୍ମା ଭଗବାନ ତ୍ରିଲୋକରେ ଯଦି କିଏ ଅଛନ୍ତି, କେହି ତ ଜାଣିପାରନ୍ତିନି। ଯଦି କିଏ କହୁଛି ଜାଣିପାରେ, ଅଲଗା କଥା, କିନ୍ତୁ ସେ ମୁଁ ବି ଜାଣିପାରୁନି ସେ କାହିଁକି ସେ ଗୋଲୋକର ଅଧୀଶ୍ୱର ଗୋଲୋକକୁ ଆସୁଛନ୍ତି, ନିଜ ଯୋଗମାୟାକୁ ଆଧାର କରି କ୍ରୀଡ଼ା କରିବା ପାଇଁ, ଲୀଳା କରିବା ପାଇଁ ଆସୁଛନ୍ତି। କାହିଁକି କି ରୂପରେ ମୁଁ ବି ଜାଣିପାରୁନି। କହିବାର ଥିଲା ଭଗବାନ ଏମିତି, ତାଙ୍କରି କଥା ଶୁଣିବା ଦରକାର। ତାଙ୍କରି କଥା ଶୁଣିଲେ ବୁଝିପାରିବା, ନହେଲେ କିଛି ବୁଝିପାରିବାନି। ପୁରାଣରେ ତାଙ୍କ କଥା ଯୋଉ ଲେଖା ଯାଇଛି, ତାଙ୍କର ଲକ୍ଷଣ ଅଲଗା କୁହାଯାଇଛି। ପୁରାଣରେ ଗୋଟେ ତାଙ୍କ ତତ୍ତ୍ୱ କଥା ଲେଖା ହେଇଛି, ଗୋଟେ ଗୋଟେ ବସ୍ତୁ ଦେଖନ୍ତୁ। ତାଙ୍କୁ କୁହାଯାଇଛି ଆତ୍ମାରାମ। ଆତ୍ମାରେ ସେ ରମଣ କରନ୍ତି। ଆତ୍ମା ଯଦି ରମଣ କରୁଛ, ତମେ କାହିଁକି ବଂଶୀନାଦ କରି ଗୋପୀମାନଙ୍କୁ ଡାକୁଥିଲ? ରାଧାରାଣୀଙ୍କ ବିରହରେ କାହିଁକି ଛଟପଟା ହଉଥିଲ? ଯମୁନା କୂଳରେ କାନ୍ଦୁଥିଲ? ଯଦି ଆତ୍ମା ରମଣ କରୁଥିଲ, ନିଜେ ନିଜେ ଭିତରେ ଆନନ୍ଦ ପାଉଥିଲ। ଆପ୍ତ କାମ, ତାଙ୍କର କିଛି କାମନା ନାହିଁ। ଯଦି ତମର କିଛି କାମନା ନାହିଁ, ତାହେଲେ କାହିଁକି ଯଶୋଦା ମାଆକୁ ତନ୍ନିପାନ କରିବା ପାଇଁ ସବୁବେଳେ ଅଝଟ କରୁଥିଲ? ଯଦି କିଛି କାମନା ନାହିଁ, ତମର କ୍ଷୁଧା ନାହିଁ, କାମନା ନାହିଁ, କରୁଥିଲେ ନା ଠାକୁରଜୀ? ଅଝଟ କରୁଥିଲେ। ତାପରେ ସେ ହଉଛନ୍ତି ଭଗବାନ ପାଖରେ କାମ, କ୍ରୋଧ, ଲୋଭ, ମୋହ କିଛି ନାହିଁ, କିନ୍ତୁ କ୍ରୋଧାନ୍ୱିତ ହେଇଛନ୍ତି। ହାଣ୍ଡି ଭାଙ୍ଗି ଦେଇଛନ୍ତି, ଦଧି ହାଣ୍ଡି ଭାଙ୍ଗି ଦେଇଛନ୍ତି। କ୍ରୋଧାନ୍ୱିତ କାହିଁକି ହଉଥିଲ? ମନ, ସେ ଜଗତର ସବୁଠୁ ଅଧିକ ଗତି, ମନର ଗତିଠାରୁ ଅଧିକ ଗତି ଭଗବାନଙ୍କର ଗତି। ମନର ଗତି ଠାରୁ ମଧ୍ୟ ଅଧିକ ଗତି ହଉଛି ଠାକୁରଜୀଙ୍କର ଗତି। କିନ୍ତୁ ଏତେ ବଡ ଗତିଶୀଳ ବ୍ୟକ୍ତିତ୍ୱକୁ ଯଶୋଦା ବାନ୍ଧିଦେଲେ। ତମର ତ କୌଣସି ଆକାର ନାହିଁ ମହାରାଜ, ସର୍ବବ୍ୟାପକ କହୁଛ ତମେ, ତମକୁ କିନ୍ତୁ ସେ ବାନ୍ଧିଦେଲେ। ଅନନ୍ତ କହିଛ ତମେ। ତେଣୁ ଯୋଉ ଶବ୍ଦ ଲେଖା ଯାଇଛି, କିନ୍ତୁ ପ୍ରକୃତରେ ଯେତେବେଳେ ଲୀଳା କରିବା ଆସେ ଠାକୁରଜୀ, ସେ ତତ୍ତ୍ୱ ଏଠି ସବୁ, ସେ ଶବ୍ଦର ଅର୍ଥ ଅଲଗା ଭକ୍ତି ବର୍ଗ ହେଇଯାଏ। ଭକ୍ତି ଦ୍ଵାରା ଭଗବାନଙ୍କର ସବୁକିଛି ସେ ବନ୍ଧାଏ। ତାଙ୍କ ସେ ବିଶ୍ୱରୂପ ହେଲେ ମଧ୍ୟ ଭକ୍ତି ପାଖରେ ସେ ଛୋଟିଆ ହେଇଯାଆନ୍ତି। ବୁଝିଲେ ନା? ଏଥିପାଇଁ ତ ଗୋଟେ ପୂଜାରୀ ତାଙ୍କୁ କଣ ଗୋଟେ ଖଟରେ ଶୁଆଇ ଦିଏ। ଅନନ୍ତ ଶୟନ ଶୟ ଲୋକ ସିଏ, ଅନନ୍ତର ଶଯ୍ୟାରେ ଶୁଅନ୍ତି। ତାଙ୍କୁ ଆମେ ମନ୍ଦିରରେ କଣ କରୁଛେ? ଛୋଟିଆ ଖଟଡି କରିଦଉଛେ, ଶୁଆଇ ଦଉଛେ। ଠାକୁର ଶୋଉଛନ୍ତି। 56 ଭୋଗ ଖାଇବା ଲୋକ ସିଏ। ଆମେ ଗୋପାଳକୁ ଖଣ୍ଡେ କଦଳୀ ଦେଉଛେ, ଖଣ୍ଡେ ପେଡା ଦେଉଛେ, ଖାଉଛନ୍ତି ସିଏ ନା କଣ? ଯିଏକି ବସ୍ତ୍ରାବତାର ଉପରେ ଆସିଥିଲେ ଦ୍ରୌପଦୀ ରକ୍ଷା କରିବା ପାଇଁ, ତାକୁ ଆମେ 2 ମିଟର କନା ସିଲେଇକି ପିନ୍ଧେଇ ଦଉଛେ, ପିନ୍ଧୁଛନ୍ତି ସିଏ। ଏଟା କାହିଁକି ହଉଛି ନା ଭକ୍ତର ଭାବକୁ ସେ ଗ୍ରହଣ କରନ୍ତି। ଭକ୍ତ ଯେ ତାର ହୃଦୟ ଭିତରେ ପ୍ରୀତି କରେ ନା, ସେ ପ୍ରୀତିଟାକୁ ସେ ଆସ୍ୱାଦନ କରନ୍ତି। ବାସ୍ ଏଇ ହିଁ ତାଙ୍କର ସ୍ୱରୂପ। ଏଇଟା ସେ କୌଣସି ରାକ୍ଷସ ନୁହନ୍ତି ଯେ ସବୁ ନୁହେଁ ଆମ ଦରକାର। ଭକ୍ତର ପ୍ରୀତିଟାକୁ ସେ ଗ୍ରହଣ କରନ୍ତି। କିନ୍ତୁ ପ୍ରୀତିଟା ଆସିବ କେତେବେଳେ? ଯେତେବେଳେ ତାର ସମ୍ବନ୍ଧ ଜ୍ଞାନ ଆସିବ, ମମତା ଜ୍ଞାନ ଆସିବ, ତାଙ୍କ ସହିତ ସମ୍ପର୍କ ଥିଲେ ପ୍ରୀତି ରହିବ। ସେ ପ୍ରୀତି ଦ୍ଵାରା ସେ ସେବା କରିବ, ସେ ସେବାଟା ସେ ଗ୍ରହଣ କରନ୍ତି। ଗୋଟେ ମା ତା ଛୁଆକୁ ସମ୍ବନ୍ଧ ଅଛି, ମାର ଇଏ ମୋର ଛୁଆ, ଇଏ ମାକୁ ଗର୍ଭରେ ଜନ୍ମ କରିଛି,
ତେଣୁ ସେ ତାପରେ ତାର ପ୍ରୀତିଟା ଘନୀଭୂତ ହେଇକି ଅଛି, ସେଥିପାଇଁ ତା ଦିନ ରାତି ତା ସେବାରେ ସେ ଲାଗୁଛି। କିନ୍ତୁ ପଡ଼ିଶାର ଛୁଆକୁ ସେବା କରିବ ସେ ନାହିଁ। ନିଜର ଗର୍ଭରୁ ଜନ୍ମ ହୋଇଥିବା ଛୁଆ ପ୍ରତି ମାଙ୍କର ଯେତିକି ଯୋଉ ପ୍ରକାର ଡିପ୍ ସମ୍ବନ୍ଧ ଅଛି, ତା ସହିତ ଯୋଉ ପ୍ରୀତିର ସମ୍ବନ୍ଧ ରହିଛି, ସେଥିପାଇଁ ସେ ତାର ସେବା କରେ ଦିନ ରାତି। କିନ୍ତୁ ପଡ଼ିଶାର ଛୁଆ ସେଠି ସେବା କରିବନି, କାରଣ ତାର ସହିତ ପ୍ରୀତି ନାହିଁ, ତାର ସହିତ ସମ୍ବନ୍ଧ ନାହିଁ। ସେମିତି ଭଗବାନ ସହିତ ଯାହାର ସମ୍ବନ୍ଧ ରହିଛି, ଯାହାର ପ୍ରୀତି ରହିଛି, ତାର ସେବାରେ ଜଣା ପଡ଼ିଯିବ। ଭଗବାନ ସେ ସେବକର ସେବର ଭାବଟା ଗ୍ରହଣ କରନ୍ତି, ଭାବରେ ଗ୍ରହଣ କରନ୍ତି। ବାସ୍ତବରେ ଏଇ ହେଲା ଭକ୍ତିପରକ କଥା, ଇଏ ଗ୍ରହଣ କରନ୍ତି। ବ୍ରହ୍ମା ଯେ ଦେଖନ୍ତୁ, ବ୍ରହ୍ମା କଣ ନଥିଲେ, ବହୁତ ବିରାଟ ଥିଲେ ସେ। ବ୍ରହ୍ମା ହଉଛନ୍ତି, ବ୍ରହ୍ମାଙ୍କ ହୃଦୟ ଭିତରେ ଠାକୁରଜୀ ପ୍ରତ୍ୟେକ ଜ୍ଞାନ ପ୍ରଦାନ କରିଥିଲେ। ତେନେ ବ୍ରହ୍ମା ହୃଦୟ ଆଦି କବୟ କୁହାଗଲା। ପ୍ରତ୍ୟେକ ଆଦି କବୟ ବ୍ରହ୍ମାକୁ ସେ ଜ୍ଞାନ ଦେଇଥିଲେ। ବେଦ ତାଙ୍କ ମୁଖରୁ ନିଷ୍ପୃତ ହଉଥିଲା, କିନ୍ତୁ ସେ ବ୍ରହ୍ମା ମଧ୍ୟ ଠାକୁରଜୀଙ୍କ ଲୀଳାକୁ ବୁଝିପାରିନଥିଲେ। ବ୍ରହ୍ମମୟ ଲୀଳାରେ ଯେତେବେଳେ ଠାକୁରଜୀ ଅଘାସୁରକୁ ସଂହାର କଲେ, ଭାଗବତରେ ବର୍ଣ୍ଣନା କରାଯାଇଛି, ଅଘାସୁର ଗୋଟେ ବିରାଟ ଅସୁର, ଯିଏକି ଗୋଟେ ତାର ବିରାଟ ମାନେ ଅସୁର ରୂପ, ସେ ଗୋଟେ ବିରାଟ ଗୁମ୍ଫା ରୂପ ଧାରଣ କରି, ସର୍ପ ରୂପ ଧାରଣ କରି ଆସିଲା। ତାର ଓଠ ଅଧରକୁ ପ୍ରସାରଣ କଲା, ଗୋଟେ ଆକାଶକୁ ଛୁଇଁଲା, ଗୋଟେ ଭୂମିରେ ଛୁଇଁଲା, ଜିହାଟାକୁ ପୁରା ଲମ୍ବେଇ ଦେଇଛି, ଗୋଟେ NH ରାସ୍ତା ଭଳିଆ ହେଇଯାଇଛି, ନାଲି ଗୁଡି ରାସ୍ତା। ସଖା ମାନେ ଆସୁଛନ୍ତି, ବାଛୁରୀ ମାନେ ଆସୁଛନ୍ତି, ସବୁ ଚାରଣ କରୁଛନ୍ତି। ଧୀରେ ଧୀରେ ଅଘାସୁର ଗିଳି ଦେଇଗଲା, ସମସ୍ତେ ଗିଳି ଦେଇଛି। କୃଷ୍ଣ ଗିଳି ପାରିନଥିଲା, କୃଷ୍ଣ ତାର ମୂର୍ଧନା ଫାଟ କରି ଫଟେଇଲେ, ଅଘାସୁର ସେଠି ମରିଗଲା। ତା ଦେହରୁ ଗୋଟେ ଜ୍ୟୋତି ବାହାରିଲା, ଜ୍ୟୋତିରେ ଆକାଶରେ ସ୍ଥିର ରହିଲା। ଯେତେବେଳେ କୃଷ୍ଣ ଅଘାସୁର ମୁଖ ଗରୁ ଭିତରୁ ବାହାରକୁ ଆସିଲେ, ସେ ଜ୍ୟୋତିରେ ଆସି କୃଷ୍ଣଙ୍କ ଚରଣରେ ଲୀନ ହେଲା। ବ୍ରହ୍ମା ଦେଖୁଥିଲେ, କହିଲେ ଇଏ ଭଗବାନ ନା କଣ? ବ୍ରହ୍ମାଙ୍କର ମୁଣ୍ଡ କାମ କଲାନି, ଏଇ ଗୋଟେ ଗୋପାଳ ପିଲା ଗୋଟେ, ଇଏ ଜ୍ୟୋତିରେ ଆସି ଲୀନ। ଭଗବାନ ଟିକେ ଟେଷ୍ଟ କରିବା ପାଇଁ ଚାହିଁଲେ, ସେ ପରୀକ୍ଷା କରିବେ। କେମିତି ପରୀକ୍ଷା କରିବେ? ଚୋରେଇକି ନେବେ। ଚୋରେଇ ନେବା ପରେ ଦେଖିବା ଆସିଲେ ଇଏ କଣ କରୁଛନ୍ତି ଠାକୁରଜୀ। ଇଏ କଣ କରୁଛନ୍ତି? ପଙ୍କ୍ତି ଭୋଜନ କରୁଛନ୍ତି। ପଙ୍କ୍ତି ଭୋଜନ ମାନେ ବସିବେ, ଭୋଜନ କରିବେ, ଭୋଜନ ଲୀଳା। ତାଙ୍କ ସମ୍ମୁଖରେ ଛୋଟ ମାନେ ବସନ୍ତି, ହାଇଟ ରେ, ତାଠୁ ଟିକେ ବଡ, ତାଠୁ ଟିକେ ବଡ, ବୃତ୍ତାକାରରେ ସମସ୍ତେ ସଜେଇ ଦେଇ, ମଝିରେ କୃଷ୍ଣ ବସିଛନ୍ତି, ଇଏ ଭୋଜନ କରୁଛନ୍ତି। ଆଉ ତାଙ୍କ ବାଛୁରୀ ମାନେ ନଦୀ କୂଳରେ, ଯମୁନା କୂଳରେ ଚାରଣ କରୁଛନ୍ତି, ସେମାନେ ହମ୍ବା ହମ୍ବା କରି ଦେହ ଶାସନ କରୁଛନ୍ତି। ବ୍ରହ୍ମା କଣ କଲେ? ପ୍ରଥମେ ଚିନ୍ତା କଲେ, ଇଏ ଯୋଉ ଟେଷ୍ଟ, ଜଣେ ପରୀକ୍ଷା କଲେ, ବହୁତ ପରୀକ୍ଷା କରିବା ନା, ଇଏ ଦେଖିଲେ ଇଏ ଭଗବାନ କି ନାହିଁ। ପ୍ରଥମେ ଦେଖିଲେ ଇଏ ଯୋଉ ଖାଉଛନ୍ତି, ଭୋଜନ କରିବା ସମୟରେ ହାତ ଗୋଡ ଧୋଇ ନାହାନ୍ତି, ଖେଳୁଥିଲେ ପୁରା ଦେହ ସାରା ଧୂଳି ଦୂଷିତ, ଆସିକି ବସି ପଡ଼ିଲେ, ଖାଇଲେ। ଏ ଧୂଳି ସହିତ ଖାଇଛନ୍ତି ପ୍ରସାଦ ବା ଯାହା କିଛି ମାଙ୍କର ବ୍ରେକଫାଷ୍ଟ। କହିଲେ ଭଗବାନ ଗୋଟେ ସାଧାରଣ ଜ୍ଞାନ ନାହିଁ ନା, ଭଗବାନ ଏମିତି କଣ ଖାଆନ୍ତି? ପ୍ରକୃତ ଭଗବାନ ତ ଏମିତି ଖାଇବା କଥା ନଥିଲା। ଦ୍ୱିତୀୟ କଥା, ଖାଇବା ସମୟରେ ହୋ ହାଲା କରି ଖାଉଛନ୍ତି, ଯେମିତି ଗୋଟେ ହାଟ ସାଙ୍ଗମାନଙ୍କ ସହିତ ହୋ ହାଲା ପୁରା କଥାବାର୍ତ୍ତା କରି ହସୁଛନ୍ତି, ଖାଉଛନ୍ତି। ଦେଖିଲି ଇଏ ଭଗବାନ ତ ଟିକେ ଗାମ୍ଭୀର୍ଯ୍ୟ ରହିବା କଥା, ତାଙ୍କର ଟିକେ ନୀତି ନିୟମ ରହିବା କଥା, ଏସବୁ କଣ? ତୃତୀୟ ବଡ ଆଶ୍ଚର୍ଯ୍ୟ ହେଲା, ସମସ୍ତଙ୍କ ଅଇଁଠା ଖାଉଥିଲେ ଠାକୁର କୃଷ୍ଣ। ଯେ ଦୌଡ଼ ତା ମୁଖରେ ହାତ ମାରି ଜବରଦସ୍ତ କାଢିକି ଖାଉଥିଲେ। ବ୍ରହ୍ମା କହିଲେ, ସାରା ଦୁନିଆ ଭଗବାନଙ୍କ ଉଚ୍ଚିଷ୍ଟ ପାଇଁ ଲାଳାୟିତ, ଯଦି ଇ ଭଗବାନ କଣ ସମୁଦ୍ର ଉଚ୍ଚିଷ୍ଟ ଖାଇବା ପାଇଁ? ଇଏ ଭଗବାନ ନାହିଁ ରେ ଭାଇ। ଏ ଭାବିଲି ଇଏ କେ ଭଗବାନ ହେବେ କସ୍ମିନ କାଳେ। ଏକରେ ସଂସ୍କାର କିଛି ସଦାଚାର ନାହିଁ, ଗୋଡ ହାତ ଧଉନାହାନ୍ତି, ମୁଖ ହସ୍ତ ଚରଣ ପ୍ରକ୍ଷାଳନ ନାହିଁ, ଆସି ବସି ପଡିଲେ ଖାଇଲ। ଖାଇବା ସମୟରେ ଗାମ୍ଭୀର୍ଯ୍ୟ ନାହିଁ, କିଛି ନାହିଁ, ଗୋଟେ ହୋ ହାଲା ହଉଛ ଗୋଟେ। ତୃତୀୟ ସବୁ କୌଣସି ଉଚ୍ଚିଷ୍ଟ ସମୁଦ୍ର ଅଇଁଠା ଖାଉଛ ନା, ତମେ କି ଭଗବାନ? ତଥାପି ଡାଉଟ ଲାଗିଲା, ପରୀକ୍ଷା କରିବେ। ପ୍ରଥମେ ବାଛୁରୀ ଯାକୁ ଚୋରେଇକି ନେଇଗଲେ। ତାପରେ ଯେତେବେଳେ ସାଇଲେଣ୍ଟ ହେଇଗଲା ନଦୀ କୂଳ, ସାଙ୍ଗମାନେ ସବୁ କହିଲେ, ଆରେ ଉଠି ପଡେ ସବୁ। କୃଷ୍ଣ କହିଲେ, କଣ ହେଲା? କାନେ ଆରେ ବାଛୁରୀ ଦୂରକୁ ଚାଲିଲେ। ଠାକୁରଜୀ କହିଲେ, ତମ ସବୁ ବସ, ମୁଁ ଯାଉଛି। ତାହେଲେ ଇଏ ଯାଉଛନ୍ତି, ଏପଟେ ବ୍ରହ୍ମାକୁ ମୌକା ମିଳିଲା, ସାଙ୍ଗ ଯାଉ ଚୋରି ଧରି ପଳେଇଲେ। ଏ କେମିତି ଯାଉଛନ୍ତି? ହାତରେ ଦହି ଅନ୍ନ ଧରିଛନ୍ତି, ମା ଦେଇଥିଲେ ଦହି ଅନ୍ନ, କର୍ଡ ରାଇସ୍, ଗୋଟେ ହାତରେ ଦହି ଅନ୍ନ, ଆଉ ଗୋଟେ ହାତରେ ମୁଠାରେ ଆଚାର। ସବୁ ଆଚାର, କୌଣସି ପ୍ଲେଟ ନଥିଲା କି ସ୍ପୁନ ନଥିଲା। ଆଜିକାଲି ଆମେ ସଫିଷ୍ଟିକେଟେଡ, ଅତ୍ୟାଧୁନିକ ସଭ୍ୟତାର ମାନେ 21st ସେଞ୍ଚୁରୀରେ ଆମେ ଇଏ ତ ଆମେ ସବୁ ଡାଇନିଂ ହଲରେ ବସଛେ, ବୁଟ ପିନ୍ଧୁଛେ, ସ୍ପୁନ ରେ ଖାଉଛେ, ଏଇଟା ଆମର ଷ୍ଟାଟସ ଏଇଟା। କିନ୍ତୁ ସେ ବ୍ରହ୍ମାଣ୍ଡର ମାଲିକ ଦେଖନ୍ତୁ, ତାଙ୍କର ପ୍ଲେଟ ନଥିଲା, ହାତରେ ଧରୁଥିଲେ ଦହି ଅନ୍ନ, ଗୋଟେ ହାତରେ ଆଚାର ଖାଉଥିଲେ, ଏପଟେ ଖାଉଥିଲେ, ଏପଟେ ଖାଉଥିଲେ।
ବସି ଲୀଳା କରୁଛନ୍ତି ସେ। ବ୍ରହ୍ମା ଦେଖିଲେ ଏଇଟାରେ ଖାଇବାରେ କ୍ରିୟା ଠିକ ନାହିଁ, ଦେଖିଲି ଏକା ଏକା ବୁଲୁଛନ୍ତି, ବାଛୁରୀ ଖୋଜୁଛନ୍ତି। ସେ କହିଲେ ହଁ ଇଏ ଯଦି ଭଗବାନ ଯଦି ଖୋଜିଥାନ୍ତେ ନା ଚୁପଚାପ ବସିକି ଧ୍ୟାନ କଲେ ସବୁ ଜାଣି ଦେଇଥାନ୍ତେ, ଇଏ ନାହିଁ। ତେଣୁକି ବାଛୁରୀ ସାଙ୍ଗମାନେ ଚୋରି ନେଇଗଲେ। ଠାକୁରଜୀ ଆସିଲେ, ବୁଲି ବୁଲି ଆସିଲେ, ହାରାସ ହେଇକି ଆସିଲେ, କୁଆଡେ ମିଳିଲେନି, କୁଆଡେ ଗଲେ। ଆଉ ଦେଖିଲେ କଦମୂଳରେ ଯୋଉ ବସି ସାଙ୍ଗମାନେ ଖାଉଥିଲେ ସେମାନେ ବି କିଡନାପ ହେଇଯାଇଛନ୍ତି। ସେଇଠି ଠାକୁରଜୀ ଚିନ୍ତା କଲେ ଏ ଘଟଣା କଣ ଇଏ, କିନ୍ତୁ କେବେ ହେଇନଥିଲା। ତାପରେ ସେ ତ ପରତତ୍ଵ ନା, ସେ ବୁଝିପାରିଲେ। ବ୍ରହ୍ମା ପରୀକ୍ଷା କରୁଛନ୍ତି, ବା ମୁଚକି ମୁଚକି ଆସିଲେ। ବ୍ରହ୍ମା ତୁମକୁ ଆଉ କିଛି କାମ ନଥିଲା, ମତେ ପରୀକ୍ଷା କରି ଆସିଲ ଶେଷରେ। ସେ ତୁମକୁ ଆଉ କିଛି କାମ ନଥିଲା, ଅନ୍ୟ କିଛି କାମ ନାହିଁ, ମତେ ପରୀକ୍ଷା ଆସିଲ। ଠିକ ଅଛି, ତମେ ନିଜେ ପରୀକ୍ଷିତ ହେଇଯିବ। ତାପରେ ନିଜ ଶରୀର ତିଆରି କଲେ। ସେ କାହିଁକି ତିଆରି କଲେ? ସେ ଚିନ୍ତା କଲେ ମୁଁ ଏକା ଯଦି ଘରକୁ ଫେରିବି ବ୍ରଜକୁ, ତାହେଲେ ଯେତେ ବ୍ରଜବାସୀ ମାନେ ମୋ ଅବସ୍ଥା ସାଂଘାତିକ କରିଦେବେ। ସବୁ ବ୍ରଜ ମହିଆ ମାନେ ମତେ ପଚାରିବେ ମୋ ଲାଲା କାହିଁ, ମୋ ଲାଲା କାହିଁ, କୁଆଡେ ଗଲା କାହ୍ନା, କୁଆଡେ ଗଲା। ମୁଁ କାହାକୁ କେତେ ଉତ୍ତର ଦେବି, କାହାକୁ ବୁଝେଇବି ମୋ। ତାପରେ ଗୋମାତା ମାନେ ମଧ୍ୟ ସେମାନେ ମତେ ପ୍ରୀତି କରନ୍ତି, ବାଛୁରୀ ମାନଙ୍କୁ ମରି ଭରସାରେ ସବୁ ଆସିଛନ୍ତି। ସବୁ ଗୋମାତା ହୋଇ ମତେ ଆସିକି ମତେ ଲେହନ କରି ମତେ ଶୁଆଇ ଦେବେନି, ଉଠେଇ ଦେବେନି, କାନ୍ଦିବେ, ମୁଁ କାହାକୁ ଉତ୍ତର ଦେବି। ତେଣୁ ଠାକୁରଜୀ କଣ କଲେ, ନିଜେ ସବୁ ସ୍ୱରୂପରେ ହେଇଗଲେ। ନିଜ ଶରୀର ସବୁ ସବୁ ଯେମିତି ସଖା ଥିଲେ, ଯେମିତି ବାଛୁରୀ ଥିଲେ, ସେଇ ପ୍ରକାର ଅବିକଳ। ଆଜିକାଲି ମେଡିକାଲ ସାଇନ୍ସ ମଧ୍ୟ ବଢିଆ ଟ୍ରିଟମେଣ୍ଟ ତିଆରି କରୁଛନ୍ତି। ଗୋଟେ ଲୋକ 2-4ଟା ଲୋକ କରୁଛନ୍ତି, ଏ ପୁତିନ 10-12ଟା ପୁତିନ ତିଆରି ହେଲାନି। ଡୁପ୍ଲିକେଟ କି ଅରିଜିନାଲ କି ଆମେରିକା ଜାଣିପାରୁନି। এই ପ୍ରକାର ବୁଝିଲେ ନା, ଯେ ସଦାମ ହୁସେନ କରିବା ସେ ତିଆରି କରିଛନ୍ତି। ଇଣ୍ଡିଆକୁ ଯୋଉ ପୁତିନ ଆସିଛନ୍ତି ସେ ବୋଧେ ଅରିଜିନାଲ ବୋଧେ ଜଣାପଡେ, କାହିଁକିନା ତାଙ୍କୁ ବେଶୀ ଏସ୍କର୍ଟ ଭିତରେ ଅଣା ହଉଛି। କିନ୍ତୁ ଏ ପ୍ରକାର ବର୍ତ୍ତମାନ ବିପଦ ସଂକୁଳ ଜୀବନଟା ଏମିତି ସତେ ବଡ କଷ୍ଟ। ଗୋଟେ ଜଣେ ରାସ୍ତାରେ ଯାଉଛି ମାନେ ଫେରିଲା ବେଳକୁ ଫେରୁଛି କି ନାହିଁ ସେ ଲେଖା ହେଉଛି ନା, ମୁଁ ଫେରିଲେ ତୁମର ଗାଡିରେ ଲେଖା ହେଇଥାଉଛି। ତାର ଦେଖ ନା ସତ୍ୟ ହେଇ ବିପଦ ବର୍ତ୍ତମାନ ଲାଇଫ ରିସ୍କ ଗୋଟେ ଏବେ ବଡ ଜୀବ ବିପଦ ସଂକୁଳ ଏରିଆ ଗୁଡା। ତେଣୁ ମେଡିକାଲ ସାଇନ୍ସ ତିଆରି କରୁଛି, କିନ୍ତୁ ତିଆରି କଲେ କଣ ହବ? ଠାକୁରଜୀ ଯୋଉ ପୁରା ତିଆରି କରିଥିଲେ ସେମିତି ନାହିଁ। ଠାକୁରଜୀ କଣ କରିଥିଲେ? ବାଛୁରୀର ରଙ୍ଗ ଯେମିତି, ତାର ଚାଲି ଯେମିତି, ତାର ଧ୍ୱନି ଯେ ପ୍ରକାର, ତାର ଗୁଣ, ତାର ସ୍ୱଭାବ, ସଖା ମାନଙ୍କୁ ସେମିତି ଯେ ପ୍ରକାର ସେ କଥା କହିବ, ଯେମିତି ଚାଲିବ, ଯେ ପ୍ରକାର ତାର ସ୍ୱଭାବ, ତାର ଚିନ୍ତନ ସବୁ ମୌଳିକ ରୂପରେ। ତେଣୁ ତାଙ୍କ ମା ମାନେ ବି କେହି ଚିହ୍ନି ପାରିଲେନି, କେହି ଚିହ୍ନି ପାରିଲେନି। ଗୋମାତା ସେମାନେ ଆହୁରି ପୂର୍ବଠୁ ଅଧିକ ସ୍ନେହ କଲେ। ମାନେ ଏମିତି ଗୋଟେ ଆଶ୍ଚର୍ଯ୍ୟ ଘଟଣା ଘଟିଲା, ଯୋଉ କୃଷ୍ଣ ଯେତେବେଳେ ଗୋଷ୍ଠ ଭୋଡରେ ଫେରନ୍ତି, ଗୋଧୂଳି ଲଗ୍ନ ସମୟରେ ସନ୍ଧ୍ୟା ସମୟରେ ଫେରନ୍ତି ସେ ବ୍ରଜକୁ, ବୃନ୍ଦାବନକୁ ଆସନ୍ତି ବାଛୁରୀ ମାନେ ସଖା ମାନଙ୍କ ସହିତ। ଏଇ ସମୟରେ ଯୋଉ ଗୋପୀ ମାନେ ଦୁଗ୍ଧପାନ କରୁଥିଲେ ତାଙ୍କ ନବଜାତ ସନ୍ତାନକୁ, ଯଦି ଠାକୁରଜୀଙ୍କ ସେ ମୁରଲୀରେ ମୂର୍ଚ୍ଛନା ବାଜିବ, ତାହେଲେ ସେ ଛୁଆକୁ ରଖିଦେଇ ପଳେଇ ତାକୁ କୃଷ୍ଣଙ୍କୁ ଦେଖିବା ପାଇଁ। ସେ ସମୟରେ ଯଦି କୌଣସି ଗୋପୀ ଶୃଙ୍ଗାର ହଉଥିବେ, ଆଖିରେ କଜଲ ଲଗେଇଥିବେ, ଗୋଟେ ଆଖିରେ କଜଲ ଲଗେଇଥିବେ, ଗୋଟେ ହାତରେ ଚୁଡ଼ି ପିନ୍ଧିଥିବେ, ଗୋଟେ ଚରଣରେ ନୁପୁର ପିନ୍ଧିଥିବେ, ଆଉ ଗୋଟେ ଅଙ୍ଗ ପୁରା ବାକି ଥିବ, ଯଦି ମୁରଲୀର ମୂର୍ଚ୍ଛନା ଯଦି କର୍ଣ୍ଣରେ ତାଙ୍କର ଭୁଲୁଣ୍ଠିତ ହେଲା, ତାହେଲେ ସେ ସେଇଠି ରହିଲା, ସେ ଶୃଙ୍ଗାର ଅଧା ଶୃଙ୍ଗାର ସେ ପଳଉଥିଲେ। ଯଦି ଖାଲି ଗୋପୀ ମାନେ କଥା ନାହିଁ, ଆଉ ଯଦି ସ୍ୱାମୀ ଶ୍ୱଶୁରକୁ ସେ ଖାଇବାକୁ ବି ଦଉଥିବେ, ଅନ୍ନ ଦେଇଥିବେ, ଡାଲି ଦେଇନଥିବେ, ସେ ବେଲା ରହିଲା, ଚାମଚା ରହିଲା, ଛାଡିକି ପଳେଇବେ। এই ପ୍ରକାର ପାଗଳପଣ ଥିଲେ କୃଷ୍ଣ ଶ୍ୟାମସୁନ୍ଦର ଦେଖିବା ପାଇଁ ଗୋପୀ ମାନେ ଆକର୍ଷଣ ଥିଲେ। ସେ ଖାଲି ଗୋପୀ ମାନଙ୍କ କଥା ନାହିଁ, ଗୋମାତା ମାନେ ମଧ୍ୟ, ଯୋଉ ଗୋମାତା ମାନେ ଦୁଗ୍ଧପାନ କରୁଥିବେ, ବାଛୁରୀକୁ ଦୁଗ୍ଧପାନ କରିକି ତାର ପଶ୍ଚାତ ପରେ ଲେହନ କରୁଥିବେ, ମା ମାନେ ଗୋମାତା ସଙ୍ଗେ ନା ବାଛୁରୀ ଦୁଗ୍ଧପାନ କଲେ ତା ପଛପଟେ ଲେହନ କରୁଥିବେ। ଯେତେବେଳେ ବୁଲୁରେ ମୂର୍ଚ୍ଛନା, ଆଉ ଯୋଉ ଗୋମାତା ମାନେ ଗ୍ରାସାଚରଣ କରୁଥିବେ, ଘାସ ଖାଉଥିବେ, ପାକୁଳୁଥିବେ, ଯଦି କୃଷ୍ଣଙ୍କର ମୁରଲୀର ମୂର୍ଚ୍ଛନା ଶୁଣିବେ, ତାଙ୍କ ପାଟି ବନ୍ଦ ହେଇଯିବ, ଆଉ ଚର୍ବଣ କରିବେନି, ପାଟିରେ ଧରି ସେମାନେ ଦେଖିବେ। ଏଇ ପ୍ରକାର ଆକର୍ଷଣ ଥିଲା ଶ୍ୟାମସୁନ୍ଦର ଥିଲା ସମୟରେ। କିନ୍ତୁ ଆଜି ଦେଖାଗଲା କୃଷ୍ଣ ମାନେ ତାଙ୍କର ନଦୀ ତାର ବନ୍ଧ ଭାଙ୍ଗିଲେ ଯୋଉ ପୁରା ଧାବିତ ହେଇଥାଏ, ସେଇ ପୁରା ନିଜର ଅଣାୟତ ହେଉଥିଲେ, ଅସଂଯତ ହେଇଯାଉଥିଲେ। କିନ୍ତୁ ଆଜି ତାଙ୍କର କରତଳଗତ ସବୁ ଗୋପୀ ମାନଙ୍କର ଲାଲା ମାନେ ସବୁ ହଉଛନ୍ତି କୃଷ୍ଣ, ସବୁ ଗୋମାତାଙ୍କର ବାଛୁରୀ ମାନେ ସବୁ କୃଷ୍ଣ। ତେଣୁ କୌଣସି ଗୋମାତା ଆଉ କୌଣସି ଗୋପୀ ଆଉ ଏତେ ଆକର୍ଷଣ ହୁଅନ୍ତି ନିଜ ନିଜ ଛୁଆ ମାନଙ୍କୁ ନେଇ ବ୍ୟସ୍ତ। କାହିଁକି ନା ସବୁ ଗୋପୀ ମାନେ ଚିନ୍ତା କରୁଥିଲେ, ହାୟ ରେ ଯଶୋଦା କି ଭାଗ୍ୟ କରିଥିଲା, ଏ ଯଶୋଦା ରାଣୀ କି ତପସ୍ୟା କରିଥିଲା, ଏତେ ସୁନ୍ଦର ସନ୍ତାନ ନୀଳମଣିକି କୋଳରେ ଧାରଣ କରି ସେ ବକ୍ଷରେ ଧାରଣ କରି ତାକୁ ସ୍ତନ୍ୟପାନ କରୁଛି। ନିର୍ବାହ ବିଧାତା ଆମକୁ କାହିଁ ସେ ଭାଗ୍ୟ ନାହିଁ।
सारा ब्रजर समस्त गोपी मान किसी इच्छा थिला मोर प्राइवेट लाला होता कुष्ठ मो कूल बसता तेणु आज सारा गोटे वर्ष पर्यंत ठाकुर जी समस्त लाला है सारा सारा ब्रजर सब गोपी मान स्तन्यपान कर द्वितीय बाछुरी मान थे सब गोमाता चिंता करते सब गोमाता चिंता कले मु तो से चिंता कले कृष्ण गोटे लेहन करने कृष्ण को दुग्ध पान करने तेणु गोमाता इच्छा को से पूर्ण करते वर्षे पल चलला वर्षे पर्यंत कौन ठाकुर जी लीला कले ब्रह्मा कौन कर ब्रह्मा देखले एडी चारण कर ब्रह्मा देखले ठाकुर जी पूरा धरिकी जाउछंती सब बुझुतिले तांकर आउथर ऊपर गले देखले पर आसी देखले से बाछुरी तैयारी होइछंती सखानी तैयारी होइछंती ए माने सब बाछुरी मान चारण करछंती सखानी से बसी खाउछंती ब्रह्मा बुझी पाले अरे बेकी खाली थिला आउथर कोड आसी गेले उठी पळा आसले न कोन सोइतिले ब्रह्मलोक रे सोइतिले ना से कमंडल नै ब्रह्मलोक गले देखले सेडी सोइछंती एठी भी आछंती एठी आसले एडी खेलुछंती सेठी सोइछंती तलक ऊपर दी चार थर निजे फ्यूज हो गले कहले मु बुझी पानी मोर आखि खराब कि मन खराब है ओरिजिनल कौन डुप्लिकेट मु जानी पारनी ब्रह्मा चिंता कर भगवान तैयारी कर बुझी पारना बहुत पश्चाताप खोजे से तलक ऊपर खाली होती बहुत दिन पर ब्रह्मा को कौन कले ठाकुर जी मोह दूर करदे मोह दूर करला से देखिले सबकिछि कृष्णमय सारा बात्सरी कृष्ण सखा माने कृष्णमय आईएस अर्जुन कृष्ण इति दर्शन झलक दर्शन तापर से मोह दूर होइला आ तो देखले कृष्ण से प्रकार दई अनधरी खोजुछंती बात्सरी नै कि सखा नै 3D सीन वाला देखुछंती एडी प्रश्न उठला तापर तो स्तुति पाको हम पर जिया टीकाकरण प्रश्न उठछंती ब्रह्मांकर कोन सामर्थ्य थिला ब्रह्मा तो जीव कोटि से जहाल मत भगवान के परम भक्त जो गोलोक जो मैंने आसते नित्य सिद्ध परिकर माने कृष्ण चिंता कले मोर नित्य सिद्ध परिकर मोर सखास माने गोलोक आसने एमान को ब्रह्मा चोरी नहीं गले ये संभव नहीं ना भगवान के क्षेत्र जो गोलोक आसते ब्रह्मा कि चोरी नहीं संभव ना ये केवे किंतु नहीं जानी पाले ब्रह्मा परीक्षा कर गभीर चिंतन कले किए कृष्ण चिंता कले घटना अलग प्रकार देखा 3D सीन भाया देखा 3D सीन देखते ना 3टा पार्ट देखा स्क्रीन रे ये आउट लीला है कौन लीला है चिंता ब्रह्मांकर सामर्थ्य नहीं मोर परिकर मान को किडनैप करिया तेणु ब्रह्मांकर मनोवृत्ति की दर्शन करी बुझी पारी जोगमय कौन कले कृष्णकर ओरिजिनल सखा ओरिजिनल वचन लुचेक रखिदेले ब्रह्मा तो बाछुरी मान को नवाई कृष्ण को परीक्षा करे आसिले ब्रह्मांकर मनोवृत्ति को माइंड रीडिंग गोटे अच्छी ना जोगमाय भगवान शक्ति से बुझीपारे ब्रह्मांकर चित्तवृत्ति कौन बर्तमान कृष्ण को परीक्षा करके बाछुरी चोरी की नहीं जाए सखानु चोरी नहीं जाए तेणु सी कौन कले ब्रह्मा को हाथ न देवाई सी कौन कले एमान को निजे रखिदे जोगमाय आवृत कर रखिदे ब्रह्मा देखिपारे किंतु से तो चोरी पे आस कौन करे जोगमाय कौन कौन गोटे मायारे तैयारी कले बाछुरी मान को मायारे तैयारी कले सखा मान को रावण जमी माया सीता चोरी कर ओरिजिनल सीता नहीं पार ना आज ब्रह्मांकर से दशा से खाली जोगमय प्रस्तुत तैयारी होता माया बाछुरी मान को माया सखा अनु चोरी नहीं ब्रह्मा छाट मारते मो चोरी धरी पड़ा आसिले एपटे ठाकुर जी देखले ब्रह्मा चोरी नहीं पर चिंता कले ये जोगमाय गुड़े ठीक अच्छे ब्रह्मा को लेसन देवा पड़ो से निज शरीर से तैयारी कले तार तो 3टा ग्रुप हो गए गोटे ग्रुप माया को चोरी ने किए ब्रह्मा गोटे ग्रुप जे गोलोक आसते से जोगमाया ढांकी डोगी रखिले अब भगवान कृष्ण गोटे ग्रुप 3D सीन चलला गोटे सीन 3टा प्लॉट चल तेणु ये आम गोसाई मान कोलताड़ बेचा ब्रह्मा भगवान माया से दूर करदे ब्रह्मा दिवस ठाकुर जी धरी दही अन्न धरी बुलचंद से स्तुति आरंभ कले बढ़िया स्तुति कर नौमिड्येते भ्रव वपुषे तड़िदंबराय गुंजा बतंस सिकिपि चिल सन्मुखाय वन्य सजे कवल वेत्र विषाण वेणु लक्ष्मी श्री मृदुपदे पशु पंकजाय
ये सब बढ़िया श्लोक है माने भगवान को स्वरूप कथा वर्णना कर रूप गोस्वामी आम सुखदेव गोस्वामी जी की कृष्ण रूप उपासक यही श्लोक टा बेसी गुरुत्व दी नौमी डे अर्थ स्तुति योग्य आपण ही स्तुत्य ब्रह्मा कहते हे प्रभु हे श्याम सुंदर हे गोपाल जी आपण स्तवर योग्य आपण स्तुतिर योग्य आपण ही अर्चनीय वंदनीय सेवनीय कीर्तनीय आराधनीय उपासनीय आपण ही स्तुतिर योग्य कारण युधिष्ठिर महाराज के यज्ञ रे जो निष्पत्ति निगला यज्ञ अग्रपूज्य क्या करा केवल दुर्योधन दुशासन शकुनी केतरा छाड़देला समस्ते हाथ टेकिले भोट देले क्या कृष्ण कहले कृष्ण अग्रपूज्य समस्ते स्वीकार कले युधिष्ठिर महाराज सभार जिते सब देवर्षि महर्षि राजर्षि जिते अमलात्मा विमलात्मा समस्ते थिले सारा आर्य संस्कृति समस्ते स्वीकार कले कृष्ण अग्रपूज्य तेणु ब्रह्मा कहते नौमी डे ते आपणकर कौन भ्रव बपुसे अर्थ आपण शरीर हूँ नवजलधर सुंदर महाराज ठाकुर को शरीर वर्णना कर प्रकार नूतन मेघर वर्ण से प्रकार जमी नूतन मेघ आसो से मेघर वर्ण कांति जमती आपण वर्ण से प्रकार भ्रव तड़िदंबराय कहते आप से नवजलधर सदृश श्यामल शरीर रे आप जो परिधान कर पीतांबर वस्त्र जिंदा आकाश रे मेघाच्छन्न आकाश रे जे बिजुली जे प्रकार देखा जाए मेघाच्छन्न आकाश रे बिजुली जे प्रकार परिशोभिमान होता है से प्रकार आपण से श्यामला शरीर आपण कौन कर पीतांबर वस्त्र धारण कर गुंजा वतंस सिखी पिछल सन्मुखाय गुंजा गुंजा फूलर आपण माला कर्ण कुंडल धारण कर माला धारण कर सिखी पीछ मयूर पीछ मस्तक धारण कर तेणु आप मुखारबिंद बड़ सुंदर महाराज ब्रह्मा कहते प्रभु आप रूप कि प्रकार एक नवजलधर सदृश श्यामल वर्ण से पीतांबर वस्त्र परिधान कर बिजुली भाया देखा आकाश रे गुंजा फूलर माला धारण कर गुंजा फूलर कंडल धारण कर मयूर पीछ धारण कर मुखारबिंद पूरा मंद मंद मुस्कान हस आपंकर अधरामृत सिखी पिछले सन्मुखाय हाथ में कौन कबल वेत्र विषाण वेणु हाथ में कौन धरते दही अन्न धरते आप कबल दही अन्न धरी बुलते ना कबल वेत्र विषाण वेणु ए हाथ में दही अन्न ए हाथ में आचार वेणु कौट धरिए तेणु वेणु आ बंशी आ सिंग गला ये तीन टा से खोजी गोटे एक कमर गोटे एक कमर गोटे मझीरे ठाकुर रूप वर्णना करमती आप खुंची धारण कर कबल वेत्र विषाण वे वन्य सृजे कबल वेत्र विषाण वेणु ये प्रकार लक्ष्मी श्री मृदुपदे पशुपंख जाई अद्भुत रूप धारण करी से दही हनु खाई खाई आचार खाई खाई ये वेत्र वेणु सब धारण करी एते सुंदर समृद्ध रूप धारण करी आपण कर अत्यंत सुकोमल चरण जो कहला पद्म पलाष्टरु पद्म ठारु मध्ये आपणकर कोमल अत्यंत कोमल कमल पुष्प ठार आप चरण कल अत्यंत सुकोमल महाराज ये सुकोमल कमल रूप चरण रे आप बुंदारण्य प्रवेश कर प्रकार अद्भुत स्तुति कर तेणु आप प्रणाम कर प्रणाम योग्य प्रभु ये कहीं कह ध्यान एमती कराए भगवान को ये प्रकार ध्यान कराए मन भर ध्यान कर ठाकुर जी सुंदर रूप धारण कर बंशी धारण कर हाथ में दही धर चाली चाली छंदा चरण जाऊँ बुंदारण्य प्रवेश कर कहते देख महाराज ये सब कथा शुणा कौटी मिले भक्तान संगे मिले सत्संग मिले सब कथा तेणु मत से सत्संग भर रखापी सब रखु ये जो भौतिक ज्ञान जड़ ज्ञान ज्ञान प्रयास मुदपस्य नमंत जीवंती सन्मुख भवदीय वार्ता कहले स्थान स्थित श्रुतिगता तनुवांग मनो भी अजितो पिजित पशि त्रैलोक्यम ब्रह्मा ही कहले ज्ञान प्रयास मुदपास्य उदपासन मूल पाठ कला ज्ञान ये जो भौतिक ज्ञान अच्छी जड़ ज्ञान अच्छी आम बर्तमान जड़ ज्ञान ना सब आमर जो पाठशाठ पढ़े आध्यात्मिकता अच्छी ना ना जड़ ज्ञान खाली भौतिक ज्ञान कला ये ज्ञान रे जीवन शांति नहीं अर्थ मिल परमार्थ ना जड़ ज्ञान आम अर्थ प्राप्त हो पारिया से किसी शारीरिक सुख मिल कि आत्मिक सुख अंतर्निहित सुख इटर्नल पीस जाओ कला ये परमार्थ ज्ञान मिल तेणु कहले ज्ञान प्रयास मुदपास्य ज्ञान जो प्रयास यशु
उदोपास्य मूलोत्पाट न हो महाराज नमते जीवंती सन्मुख देव भवदे वर्ता आपणकर जो कथा आपणकर जो कथा ना महाराज ए कथा ही मोर जीवन जीवन को जो धारण कहते ब्रह्मा कहते आपण कथा को जो जीवन धारण कर जीवन सर्वस्व कर जीवंती जीवंती तन्मुख दिय भवदीय वार्ता आपणकर जो भवदीय आपणकर जो वार्ता आपणकर नाम रूप गुण लीला चरित्र ए सब कथा ही जो मानकर जीवन भगवान भक्त मैंने से प्रकार साधु माने संत मानकर जीवन धारण होची कथा ही कह जमी गाड़ी रे इंधन कौन पेट्रोल पड़े डीजेल पड़े से प्रकार जो भगवान को भजन करती भजन टा इंधन थाए संसार से संबंध होता है यही प्रकार महात्मा जो मैंने आपण कथा को धारण कर रही जीवन जो आपण कथा ही जीवन से मान संग आमको रखते स्थान स्थितांग श्रुति कथा से प्रकार सत्संग भीतर आमको रखिले कौन हम सब श्रुति भितर श्रवण इंद्र भीतर आपण से अमृतमय कथा को आम श्रवण करें तेणु ब्रह्माजी कहते हे महाराज हे श्याम सुंदर जो व्यक्ति माने जो महापुरुष माने कौन सी ज्ञान प्रयास न करी कौन सी भौतिक प्रयास चेष्टा न करी केवल आपणकर निज जन आपणकर चरणाश्रित संत मान पाखे रुहंती से मुख विगलित जो अनुभवात्मक आपणकर जो पवित्र अम्लान कीर्ति कथा को कर्ण शुणती आत्मसात करती से प्रकार महात्मा पाखे आपण पराजित होती महाराज अजितोपी आपन को त्रिलोक अजित को आगला त्रिलोक के जय कर पारते अजितोपी जीतोपी से त्रैलोक्यम संपूर्ण त्रिलोक आप अजित भगवान आपन के जय कही पारते किंतु ब्रह्मा कहते जो महात्मा जो व्यक्ति माने जो सौभाग्यवान माने केवल सत्संग भीतर रही साधु मान मुख विगलित आप पवित्र कथा को सब श्रवण करती प्रकार सत्संग भीतर जो मान चिंतन सब रही है से अजित भगवान को जय लाभ करते पराजित वास्तव भगवान चौहान पर पराभूत है सत्संग गुरुत्व दी जाए आमको तापर कहते देख तते अनुकंपासु समुख्यमान भुंजा नैवात्यं कृतं विपाकम हृदय बपु विदधन नमस्ते मुक्ति पदे दाय भाग कह आम गोटे कथा कहते भगवान आमको जो स्थिति रे जेमती रखिंट से स्थिति की भगवान कृपा भावी आम रहा दरकार आम दुखित एथपाई आम सब निजर स्थिति को बुझी पारने भगवान कहले तत्ते अनुकंपा माने दया सुसमीक्षमान कहले हे प्रभु आपण जो स्थिति रखिंट आमको से स्थिति को जब समीक्षा करिया भगवान कृपा कर प्रकार जो भावती दुख भी संसार तो दुख आसो संकार समस्या तो आसो विघ्न तो आसो निंदा तो आसो किंतु ब्रह्माजी कहते आमको जो स्थिति आप रखिंट प्रारब्ध जहाँ मिली सब आप कृपा बोली भावी रहा दरकार भजन ज्ञान करते स्थिति आसे भगवान भगवत परायण व्यक्ति माने से माने ताकू किए निंदा करू किए गाली करू किए लाभ हो कि क्षति हो सब समभाव था भावती सब किसी भगवान की इच्छा भगवत इच्छा ये तेणु कहले तत्ते सुसमीक्षमान ये जो भगवान को दया को समीक्षा करिया दरकार भगवान कृपा कर ना कृपा कर चक्षु शक्ति अच्छे देखी पारे कान शुणी पारे चली पारे से परमात्मा अच्छा भितर आत्मा को रही आमर स्वरूप आमर भितर से आम सब करें से चलिए किसी हेनी यदि पवन टा बंद करदे सब मरीज ऑक्सीजन बिना ना कौन यदि भूपृष्ठ तल पानी बंद हो सब कौन हम सब मरीज सब से कर ना सूर्य जदि कड़े अंतर्धान हो सरी सकाल खत्म आम कर फ्री रे मिल जाऊँगी फ्री बर्तमान सोलार आसिगला सूर्यालोक सोलार कौन पवन कल कौन सब पैसा देवा पड़े पानी को पैसा देवा पड़े बर्तमान जल को टैक्स देवा पड़े ना कौन जो टाउन माउंट सब कौन इलेक्ट्रिक बिल सब किसी बिल पानी टैक्स भगवान जो वर्षा दौरान पानी दौरान से टैक्स बिल पटे दे पारिया सूर्य दे इलेक्ट्रिक बिल पटे दे पारिया हमें दे पारिया ना केते कृपाल देखते फ्री रे केते फ्री रे आमको देछन भगवान को धरती आम पार्ट पार्ट कर भांगी दे मापी दे मापी यहाँ मोर यहाँ तोर ए भाग कर सेटलमेंट अच्छी केते कौन डिपार्टमेंट आरआई डिपार्टमेंट अच्छी केते कौन अच्छी कि दरबार टा ना भूमिटा पृथ्वी टाक पृथ्वी महाराज संतुलन कले सब कूड़ा बंद कले
ରେଗୁଲେଟର ମୋଡନ୍ତୁ। ତେଣୁ ସମୀକ୍ଷା ମାନ କରିବା କଥା କହିଲେ ବ୍ରହ୍ମାଜୀ କହିଛନ୍ତି ତତେ ଅନୁକମ୍ପା ସମୀକ୍ଷମାନ। ବୁଦ୍ଧିମାନ ଲୋକମାନେ ଏସବୁ ସମୀକ୍ଷା କରନ୍ତି। ଆପଣଙ୍କ ଭଗବାନଙ୍କ ଦୟା ଥିବେ ଆମର କହିଛନ୍ତି ଚୈତନ୍ୟ ଚନ୍ଦ୍ର ଦୟା କରହ ବିଚାର, ବିଚାର କରିଲେ ଚିତେ ପାବେ ଚମତ୍କାର। ଭଗବାନ ଯେ ଆମକୁ ଯୋଉ ଦୟା କରିଛନ୍ତି ତାକୁ ସୁସ୍ଥ ଭାବରେ ବିଚାର କରିବା ଦରକାର। ଆମେ ବିଚାର କରୁନେ, କାହିଁକି ବିଚାର କରୁନେ? ସେ ପ୍ରକାର ପରିବେଶ ନାହିଁ, ସେ ପ୍ରକାର ସଙ୍ଗ ନାହିଁ, ସେ ପ୍ରକାର ତିଆରି ଆମେ ହେଇନେ। ଆମ ଖାଦ୍ୟରେ କୌଣସି ସଂଯମତା ନାହିଁ, ଆମର ପରିବେଶ ସଙ୍ଗ ଭିତରେ କୌଣସି ସଂଯମତା ନାହିଁ। ସୌଭାଗ୍ୟ ଅବସ୍ଥା ସେ ଯଦି ସତ୍ସଙ୍ଗ ମିଳିଯିବ, ସେ ପୁରା ସତ୍ ପରିବେଶ ଆମେ ରହିପାରିବା, ତାହେଲେ ଆମର ପ୍ରକଟ ହେଇଯିବ ସେ ବୁଦ୍ଧି ଆସିବ। ତେଣୁ ବ୍ରହ୍ମାଜୀ କହିଲେ ସ୍ଥିର ମସ୍ତିଷ୍କରେ ଚିନ୍ତା କର, ତତେନୁକମ୍ପାସୁ ସମୀକ୍ଷମାଣ ଭୁଞ୍ଜନ ଏବଂ ତାଙ୍କ କୃତଂ ବିପାକମ୍। ବ୍ରହ୍ମା କହୁଛନ୍ତି ଆମକୁ ଯୋଉ ସ୍ଥିତିରେ ରଖାଯାଇଛି ଆମେ ସେଟା ଭଗବାନଙ୍କ କୃପା ବୋଲି ତାକୁ ଗ୍ରହଣ କରିବା। ଯଦି ନିନ୍ଦା ଆସୁଛି ତାକୁ ଗ୍ରହଣ କରିବା, ପ୍ରଶଂସା ଆସୁଛି ଗ୍ରହଣ କରିବା, ସବୁକିଛି ଗ୍ରହଣ କରିବା। ସୁଖ ଆସୁ କି ଦୁଃଖ ଆସୁ, ସୁଖେ ଦୁଃଖେ ସମଭାବ କୁହାଗଲା। ହରିଭଜନ କଲେ ଗୋଟେ ବାଲାନ୍ସ ଆସିବ ଚିତ୍ରଟା। କିନ୍ତୁ ଯୋଉମାନେ ହରିଭଜନ କରନ୍ତିନି, ଭକ୍ତିପରାୟଣ ହୁଅନ୍ତିନି, ଟିକେ ଟିକେ ଦୁଃଖରେ ବିଚଳିତ ଟେନସନ ହେଇଯାଆନ୍ତି। ପୁରା ଟିକେ ଟିକେ କଣ ଟେନସନ ହଉଥିବି, ଝଗଡା ଝାଟି କଣ ଫାଇର ପୁରା କୁହନ୍ତିନି ପୁରା। ଆଉ ଟିକେ 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 ସୁଖ ଆସିଲେ ସେମାନେ ଦେଖିବେ। ଗୋଟେ ଲୋକ ଅଛନ୍ତି ପଇସା ପକେଟରେ ପଡିଲେ ତାଙ୍କ ଚାଲି କହିଦେବ କଣ ଅଛି ନା, ତାଙ୍କର ବୁଟ କଣ, ତାଙ୍କର ପକେଟରେ ହାତ କଣ, ତାଙ୍କ କଥା କଣ, ପଇସା ଦ୍ୱାରା ସେମାନେ ପଇସାରେ କଥା କୁହନ୍ତି। ଗୋଟେ ଲୋକ ଆସିଛନ୍ତି, କିନ୍ତୁ ଗୋଟେ ଲୋକ ପାଖରେ ସବୁ ଥିଲେ ତ କିଛି ଜଣା ପଡନ୍ତିନି। ସମାଜ ବାଲାନ୍ସ ଅଛି ନା। ତେଣୁ ଏଇଟା ଭଗବାନଙ୍କ କୃପା ହୁଏ। ଆମକୁ ସୁଖ ଆସୁ କି ଦୁଃଖ ଆସୁ, ନିନ୍ଦା ଆସୁ କି ସ୍ତୁତି ଆସୁ, ଲାଭ ହଉ କି କ୍ଷତି ହଉ, ସବୁ ଭଗବାନଙ୍କ କୃପା ଭାବିକି ତାକୁ ଭୁଞ୍ଜନ ଏବଂ ତାକୁ ଭୋଗ କର ବୋଲି କହିଲେ, ଗ୍ରହଣ କର। କୃତଂ ବିପାକ, ଏଇ ପ୍ରକାର ଚିତ୍ତକୁ ତିଆରି କରିବା ଦରକାର। ନ କଲେ କଣ ହବ? ତାପରେ ଏତିକି କରି କଣ କରିବ? ହୃଦବାଗ ବପୁ ବିଦୋଧନ ନମସ୍ତେ। ହୃଦୟ ଦ୍ଵାରା, ବାଣୀ ଦ୍ଵାରା, ଶରୀର ଦ୍ଵାରା ଭଗବାନଙ୍କର ସେବାରେ ନିଯୁକ୍ତି କରିବା ଶରୀରଟାକୁ। କିନ୍ତୁ ସଂସାରରେ କଣ ହଉଛି, ଆମେ ଭଗବାନଙ୍କ ସେବା କରିବା ଦୂରେ ଥାଉ, ଆମକୁ କିଏ ଗାଳି କଲା, ଆମର କିଏ କ୍ଷତି କଲା, ଆମର କିଏ ନଷ୍ଟ କରୁଛି, ସେ ସବୁ ଲିଷ୍ଟ କରିବା। ଉପକାର କେଉଁ ଦେଖିବାନି, ଆମେ ସେ ଛାଡିଦବା। ଏଇ ଯୋଉ ସବୁ ଭିତରେ ଆମକୁ କିଏ କଣ କହିଲା, କିଏ ତାକୁ ଲିଷ୍ଟ କରିବା, ଟାର୍ଗେଟ ରଖିବା, ଗାର ଦବା, ତାକୁ ଦିନା ଦିନ ପ୍ରତିଶୋଧ। ଏଇ ଯୋଉ ଏନଭିୟସ ମାତ୍ସର୍ଯ୍ୟ ଗୁଣ ଇଏ ନଷ୍ଟ କରୁଛି ଆମକୁ। ମାତ୍ସର୍ଯ୍ୟ ବଡ ମାରାତ୍ମା ଆଜ୍ଞା। ଏଇ ଯୋଉ ଯୁଦ୍ଧ ହଉଛି କଣ ଭାଇ, ସେଇ ଗୁଣଟା ତ। ଯୁଦ୍ଧର କାରଣ କଣ? ମାତ୍ସର୍ଯ୍ୟ ଗୁଣ, ବଡ ଭାର ପ୍ରତିଷ୍ଠାର ଗୁଣ। ଦେଖୁନାହାନ୍ତି କଣ ନାହିଁ, କେତେ ବଡ କରୋଡ କରୋଡ ଟଙ୍କାର ମାଲିକ ସେମାନେ, ସବୁ କୋଟି କୋଟି ଟଙ୍କା, କେତେ ହଜାର ଏକର ସେ ବମ୍ଫର କରିଛି, 17 ତଲା ବିଲ୍ଡିଂ ସେ ପୋତି ମାଟି ତଳେ, 17 ତଲା ମଞ୍ଜିଲ ଗ୍ରାଉଣ୍ଡ ଅଣ୍ଡରଗ୍ରାଉଣ୍ଡ ସେ କରିଛି, 7 ତଲା 17 ତଲା। ଆଉ ତ ଆକାଶରେ କଣ, ସ୍ଥଳରେ କଣ, ଜଳରେ କଣ, କିନ୍ତୁ ଗୋଟେ ଦେଶର ଛାରଖାର କରିଦଉଛନ୍ତି ସେମାନେ। ସାରା ସମସ୍ତେ ସିଭିଲ ନାହିଁ, ସମସ୍ତେ ଯୁଦ୍ଧରେ ଲାଗିଛନ୍ତି। ତାର କାରଣ କଣ? ତାର କାରଣ ହଉଛି ଏଇ ପ୍ରକାର କିଛି ପ୍ରତିଷ୍ଠାର କ୍ଷୁଧା ରହିଛି, କିଛି ଚିତ୍ତର ଅସ୍ଥିରତା ରହିଛି, ଏସବୁ ନା। କଣ ଭୋଗ ଲାଗିବ ନା କଣ? ହଉ ଲଗେଇ ଦିଅନ୍ତୁ, କୀର୍ତ୍ତନ କରିବା। 9ଟା ହେଇଗଲାନି, ଆଉ କେତେ ନା କହିବା। ପ୍ରଶ୍ନ କଣ ଅଛି କୁହନ୍ତୁ, କାର ପ୍ରଶ୍ନ ଉତ୍ତର?